हम्म आनंद स्वामी जनता करछु को नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पश्चात देश तारिणे जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद हरे कृष्णा कृष्ण कृष्ण हरे 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 राम 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 हरे हरे। प्रभुपाद की जय। हरे कृष्ण हरे कृष्ण। आज ମୁଁ ବିଶେଷ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି ଆମର ହିଜ୍ ଗ୍ରେସ୍ ମଥୁରାଧୀଶ ପ୍ରଭୁ ଏବଂ ମିଲୁଣ ପ୍ରଭୁଙ୍କର, କାରଣ ସେ ଆଜି ଏଭଳି ଏକ କୃଷ୍ଣଙ୍କର ଲୀଳା, ଗିରି ଗୋବର୍ଦ୍ଧନଙ୍କ ଲୀଳା କଥା କହିବା ପାଇଁ ମୋତେ ସୁଯୋଗ ପ୍ରଦାନ କରିଛନ୍ତି। ସେଭଳି କୃଷ୍ଣଙ୍କର କୌଣସି ଲୀଳା ବି ପ୍ରକାଶ କି ତାଙ୍କର ଗ୍ଲୋରିଫିକେସନ କରିବା ପାଇଁ ସେଭଳି କିଛି ଆମର ଶକ୍ତି ନାହିଁ, ସାମର୍ଥ୍ୟ ନାହିଁ, କିନ୍ତୁ ଯେହେତୁ ଆମେ ଚେଷ୍ଟା କରିବା କୃଷ୍ଣ ଲୀଳା ବିଷୟରେ କିଛି କଥନ, କିଛି ଶ୍ରବଣ କରିପାରିବା। ଏବଂ ଆପଣ ସମସ୍ତଙ୍କୁ ବି ଧନ୍ୟବାଦ କି ଆପଣ ସମସ୍ତେ ଆଜି କିଛି କୃଷ୍ଣଙ୍କର କିଛି ଲୀଳା ଶ୍ରବଣ କରିବା ନିମିତ୍ତ, କିଛି ଶୁଣିବା ନିମିତ୍ତ ଏଠାରେ ଏକତ୍ରିତ ହୋଇଛନ୍ତି। ଆପଣଙ୍କୁ ମାନଙ୍କୁ ବିଶେଷ ବିଶେଷ ଧନ୍ୟବାଦ। ତ ଶିଲ ପ୍ରଭୁପାଦ ଏବଂ ସବୁ ଆଚାର୍ଯ୍ୟ ବର୍ଗଙ୍କ କୃପାରୁ ଆଜି ଆମେ କିଛି କୃଷ୍ଣଙ୍କର ଲୀଳା ବିଷୟରେ ଜାଣିପାରୁଛେ କି ଶ୍ରବଣ କରିପାରୁଛେ। ସେଥିପାଇଁ ତାଙ୍କୁ ମଧ୍ୟ ଅନ୍ତରକା ସହିତ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ହରେ କୃଷ୍ଣ। ତ ଆଜି ଆମେ ଆରମ୍ଭ କରିବା କୃଷ୍ଣଙ୍କର ଗିରି ଗୋବର୍ଦ୍ଧନ ଲୀଳା ବା ଗିରି ଗୋବର୍ଦ୍ଧନ ପର୍ବତର ଯୋଉ ପୂଜା ଅଛି ସେ ଲୀଳା ଉପରେ କିଛି କଥା। ତ ବିଶେଷ ସେବା ମତେ ମିଳିଛି, ତ ମୁଁ ଚେଷ୍ଟା କରିବି କିଛି ଜିନିଷ ବ୍ୟାଖ୍ୟା କରିବା ପାଇଁ। ଯଦି ସେଥିରେ କିଛି ତ୍ରୁଟି କିମ୍ବା କିଛି ଭୁଲ ରହିଯାଏ ମତେ ଦୟାକରି ଆପଣ ମାନେ ଆପଣଙ୍କର କୋମଳ ହୃଦୟରୁ କ୍ଷମା କରିଦେବେ। ହରେ କୃଷ୍ଣ। ତ ସର୍ବପ୍ରଥମେ ଆମେ ଗିରି ଗୋବର୍ଦ୍ଧନ ଲୀଳା ବିଷୟରେ ପଢିବା ପୂର୍ବରୁ ପ୍ରଥମେ ଗିରି ଗୋବର୍ଦ୍ଧନ କିଏ ଏବଂ ତାଙ୍କ ବିଷୟରେ କିଛି ଜାଣିନେବା ଉଚିତ। दीदी ने पढ़ी है आज ତ ଗିରି ଗୋବର୍ଦ୍ଧନ କିଏ? ସର୍ବପ୍ରଥମେ ଏହା ଜାଣିବାକୁ ହବ, ଶାସ୍ତ୍ର ବି ବର୍ଣ୍ଣିତ ଅଛି ଯେ ଗିରି ଗୋବର୍ଦ୍ଧନ ଯିଏ ସ୍ୱୟଂ ଶ୍ରୀକୃଷ୍ଣ ହିଁ ସିଏ। ଗିରି ଗୋବର୍ଦ୍ଧନ ଶ୍ରୀକୃଷ୍ଣଙ୍କ ହୃଦୟରୁ ହିଁ ଆସିଥିଲେ ଏବଂ ସ୍ୱୟଂ ଶ୍ରୀକୃଷ୍ଣ ହିଁ ଗିରି ଗୋବର୍ଦ୍ଧନ ଅଟନ୍ତି। ତେବେ ଆପଣ ଯେତେବେଳେ ଯିବେ ଆମର ବୈଷ୍ଣବ ମାନଙ୍କ ଘରକୁ ମଧ୍ୟ ଯିବେ, ଦେଖିବେ ସେ ଗିରି ଗୋବର୍ଦ୍ଧନ ରଖିଛନ୍ତି, ଘରେ ମଧ୍ୟ ପୂଜା କରନ୍ତି ଏତେ ସୁନ୍ଦରରେ, କାରଣ ସ୍ୱୟଂ ଗିରି ଗୋବର୍ଦ୍ଧନ ହିଁ ସ୍ୱୟଂ ଶ୍ରୀକୃଷ୍ଣ। ଏବଂ ଏଇ ଗିରି ଗୋବର୍ଦ୍ଧନଙ୍କ ଉପରେ ମଧ୍ୟ ମୁଁ ଆଜି କିଛି ଇଏ କରୁଥିଲି, ତ ସେଥିରେ ମୁଁ କିଛି ପାଇଲି ଯେ ଆକ୍ଚୁଆଲି ଗିରି ଗୋବର୍ଦ୍ଧନଙ୍କର ଯୋଉ ନାମ ଅଛି, ତ ତାଙ୍କ ନାମର ମଧ୍ୟ କିଛି ମିନିଂ ଅଛି କି ଗो ତ ଗୋବର୍ଦ୍ଧନ ଦିଟା ମିନିଂ ଅଛି। ଲାଇକ୍ ଗୋ ମାନେ ହଉଛନ୍ତି ଗୋମାତା, ମାନେ ଗାଈ, ଗାଈ ତ କହିବାନି, ଆମେ ଗୋମାତା କହିବା। ଆଉ ବର୍ଦ୍ଧନ ମିନ୍ସ ନରିଶମେଣ୍ଟ, ଲାଇକ୍ ବର୍ଦ୍ଧନ କରିବା, ଯାହା ଦ୍ୱାରା କି ଏଟା ବି ଆଉ ପ୍ରକାର ବି ହେଇପାରେ, ଯେମିତି କି ଗୋ stands for senses and ବର୍ଦ୍ଧନ means to increase the devotion of the senses towards ଶ୍ରୀକୃଷ୍ଣ, ମାନେ ନିଜର ଇନ୍ଦ୍ରିୟକୁ ଆମେ କୃଷ୍ଣଙ୍କ ପାଖକୁ ବା କୃଷ୍ଣଙ୍କୁ ଭକ୍ତି ନିମନ୍ତେ ଲଗାଇବା। ଠିକ ଅଛି। ତ ଏହିପରି ଭାବେ ଆମେ ଯେତେବେଳେ ଗିରି ଗୋବର୍ଦ୍ଧନକୁ ପୂଜା କରିବା କି ଗିରି ଗୋବର୍ଦ୍ଧନକୁ ଭକ୍ତି କରିବା, ତେବେ ଆମେ ଧୀରେ ଧୀରେ ଭକ୍ତି ମାର୍ଗରେ ଉନ୍ନତ ହବା। ତ ଆସନ୍ତୁ ଆମେ ପ୍ରଥମେ ଗିରି ଗୋବର୍ଦ୍ଧନ ଲୀଳା ବିଷୟରେ କିଛି ଜାଣିବା ଏବଂ ମୁଁ ମଝିରେ ମଝିରେ ଚେଷ୍ଟା କରିବି ସେ ଲୀଳା ମଧ୍ୟରୁ ଶିଲା ପ୍ରଭୁପାଦ ଯେମିତି କି ସେ କୋଟେସନ ଦେଇଛନ୍ତି ମଝିରେ ମଝିରେ କି ଏଥିରୁ ଆମେ କଣ ଲର୍ଣ୍ଣିଂ ନେଲେ ସେ ମଧ୍ୟ ଚେଷ୍ଟା କରିବି ଜଣେଇବା ପାଇଁ ଆପଣମାନଙ୍କୁ। ହରେ କୃଷ୍ଣ। ତ ଗିରି ଗୋବର୍ଦ୍ଧନ ଲୀଳା ଯେତେବେଳେ ହେଲା, ତ ସେତେବେଳେ ଶ୍ରୀକୃଷ୍ଣ ଥିଲେ ମାତ୍ର 5 ବୟସର ଜଣେ ଛୋଟ ବାଳକ। ତ ଶ୍ରୀକୃଷ୍ଣ କାରଣ ସ୍ୱୟଂ ପରମ ପୁରୁଷ ଭଗବାନ, ତ ତାଙ୍କ ପାଇଁ 5 ବର୍ଷ 2 ମାସ ତ ଏଟା କିଛି ଇଏ କରେନି, କିନ୍ତୁ ମାନେ ସାଂସାରିକ ଦୃଷ୍ଟିରୁ କିନ୍ତୁ ଦେଖିବାକୁ ଗଲେ ଶ୍ରୀକୃଷ୍ଣଙ୍କର ସେତେବେଳେ ବୟସ ଥିଲା ମାତ୍ର 5 ବର୍ଷ। ସେ ସବୁଦିନ ଯେମିତି ଶ୍ରୀକୃଷ୍ଣ ଶୋଇବାକୁ ଯାଆନ୍ତି, ଶୟନ କରନ୍ତି ଏବଂ ଉଠିଲା ପରେ ସେଦିନ ସକାଳେ ସେ ଦେଖୁଛନ୍ତି ସବୁଆଡେ ସଜାସଜି ଆରମ୍ଭ ହୋଇଯାଇଛି। ଯେମିତି କି ଆମ ଚାରିପାଖରେ ଯେମିତି କିଛି ବିଶେଷ ଯେତେବେଳେ କିଛି ଦିନ କି ବିଶେଷ କିଛି ପର୍ବପର୍ବାଣି ହୁଏ, ଯେଭଳି ସାଜସଜ୍ଜା ହୁଏ, ବିଭିନ୍ନ ପ୍ରସାଦ ତିଆରି କାର୍ଯ୍ୟକ୍ରମ ଆରମ୍ଭ ହୁଏ, ତ ସେଇଭଳି ସବୁଆଡେ ଆରମ୍ଭ ହୋଇଯାଇଛି। ଏବଂ ଶ୍ରୀକୃଷ୍ଣ କାରଣ ନିଜେ ସ୍ୱୟଂ ସର୍ବପୁରୁଷ ସର୍ବ ଭଗବାନ, ସେ ଜାଣିଛନ୍ତି ଯେ କଣ ହଉଛି, କିନ୍ତୁ ଯେହେତୁ ସେ ସ୍ୱୟଂ ଭଗବାନ, ସିଏ ମଧ୍ୟ ଭକ୍ତଙ୍କ ସାଙ୍ଗେ ସେ ଲୀଳା କରିବାକୁ ଚାହାନ୍ତି। ତ ସିଏ ଚେଷ୍ଟା କରୁଛନ୍ତି ଜାଣିବା ପାଇଁ ଯେ ଆକ୍ଚୁଆଲି ଆଜି କଣ, ସେ ପଚାରିବା ପାଇଁ ଯାଇଛନ୍ତି ସମସ୍ତଙ୍କୁ ଯେ ଆକ୍ଚୁଆଲି ଆଜି କଣ, ଆଜି ଦିନଟି କଣ ଏତେ ବିଶେଷ ଦିନ ଯେ ଆଜି ସବୁଆଡେ ସାଜସଜ୍ଜ ହୋଇଛି ଏବଂ ସମସ୍ତ ମାନେ ପର୍ବ ଥିଲା ଭଳି ପିଠା ହେଇଛି ଏବଂ
ସବୁ ଯେମିତି ପୁରା ଚାକଚକ ପୁରା ହେଇଛି ଚାରିଆଡେ, ତ ଏଇଟା କଣ ପାଇଁ ହୋଇଛି? ତ ଏହିପରି ସମସ୍ତଙ୍କୁ ପଚାରି ପଚାରି ଗଲା ପରେ କେହି ତାଙ୍କୁ ଉତ୍ତର ଦେଇନାହାନ୍ତି। ସିଏ ସର୍ବପ୍ରଥମେ ନିଜର ଶ୍ରୀ ପିତାମହ କି ଆମ ନନ୍ଦ ମହାରାଜ ତାଙ୍କ ପାଖକୁ ଯାଇଛନ୍ତି। ଏବଂ ଏଇଠି ଗୋଟେ ବହୁତ ବିଶେଷ ଶ୍ଲୋକ ଅଛି ଯୋଉଟା କି ଶ୍ରୀଲ ପ୍ରଭୁପାଦ କୋଟେସନ କରିଛନ୍ତି ଆପଣଙ୍କର ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଧ ଅଧ୍ୟାୟ 24 ରେ ଶ୍ଲୋକ ନମ୍ବର 2 ରେ, ତଦଫିଜ୍ଞେ ଭଗବାନ ସର୍ବାତ୍ମା ସର୍ବଦର୍ଶନ ପ୍ରସାୟାମାନତ୍ତ ପୃଚ୍ଛଦ ବୁଦ୍ଧାନନ୍ଦ ପୁରାଗମାନ। ମାନେ ଶ୍ରୀକୃଷ୍ଣ ସର୍ବାତ୍ମା ପରମାତ୍ମା ହୋଇଥିବାରୁ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ ଏତିକି ପରିସ୍ଥିତି ବିଷୟରେ ଆକ୍ଚୁଆଲି ଜାଣିଥିଲେ ସେ ବିଷୟରେ, କିନ୍ତୁ ତଥାପି ସେ ତାଙ୍କ ପିତା ନନ୍ଦ ମହାରାଜଙ୍କ ପ୍ରମୁଖ ବୁଦ୍ଧ ଗୋପାଳ ନିକଟକୁ ଏଇ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଗଲେ। ତ ସିଏ ଯାଇକି କଣ ପଚାରିଛନ୍ତି ତାଙ୍କ ପିତାଙ୍କୁ ଯେ ଆଜି କଣ, ଆଜି ଆକ୍ଚୁଆଲି କଣ ଯେ ଏତେ ଚାରିଆଡେ ସଜାସଜି ହୋଇଛି, ତ କିଛି ବିଶେଷ ଆୟୋଜନ ଅଛି କି? ତ ପ୍ରଥମେ ତାଙ୍କ ପିତାମହ ତାଙ୍କ ଉତ୍ତର ଦେଲେନି, କାରଣ ଶ୍ରୀକୃଷ୍ଣ ତ ବାଳକ ଥିଲେ ନା, ବହୁତ ଚପଳ ଥିଲେ। ଆଉ ଯେହେତୁ ମାନେ ଯେ ତାଙ୍କ ପିତା, ତ ସେ କହୁଛନ୍ତି ତ ଚପଳ ବାଳକ, ଇଏ ସବୁ ପ୍ରଶ୍ନ ପଚାରୁଛନ୍ତି, ଉତ୍ତର ଦେବା ବିଶେଷ ଭାବି ନାହାନ୍ତି ଠିକ ହବ ବୋଲି, ତେଣୁ ସେ ଚୁପ ରହିଲେ। ପୁଣି ଯେତେବେଳେ ଶ୍ରୀକୃଷ୍ଣ ଅତି ନିବିଡତା ସହିତ ସମସ୍ତେ ଯେତେବେଳେ ଗୋଟେ ଜାଗାରେ ଆସି ଏକଠା ହେଲେ, ସିଏ ବୁଦ୍ଧ ଗୋପାଳକ ସମସ୍ତେ ଗୋଟେ ଜାଗାରେ ବସିଛନ୍ତି, ସେଇ ସମୟରେ ଶ୍ରୀକୃଷ୍ଣ ପୁଣି ତାଙ୍କ ପିତାମହକୁ ପଚାରିଲେ। ଏବଂ ପଚାରିବା ପରେ ତାଙ୍କ ପିତାମହ କହିଛନ୍ତି ଯେ ବର୍ତ୍ତମାନ ଆମେ ଇନ୍ଦ୍ରଙ୍କ ପୂଜା ନିମିତ୍ତ ଏସବୁ କରୁଛେ। କାରଣ ଇନ୍ଦ୍ର ହଉଛନ୍ତି କଣ, ବର୍ଷାର ଅଧିଷ୍ଠାତା ଦେବତା, ଯିଏକି ତାଙ୍କୁ ପୂଜା କରିବା ଦ୍ଵାରା ବର୍ଷା ହବ, ବର୍ଷା ହେଲେ ଶସ୍ୟ ଉତ୍ପନ୍ନ ହବ, ଏବଂ ଆମର ଯୋଉ ଅଛନ୍ତି ଗୋମାତା, ଆମର ସବୁ ଆମେ ଲାଳନ ପାଳନ ହବା। ତେଣୁ ତାଙ୍କର ବିଶେଷ ପୂଜା ରହିଛି ଏବଂ ଆମେ ସମସ୍ତେ ଏବେ ତାଙ୍କର ପୂଜା ନିମିତ୍ତ ଏସବୁ ଯଜ୍ଞ ଆୟୋଜନ କରୁଛୁ କିମ୍ବା ଏ ଜିନିଷ ସବୁ ପ୍ରସ୍ତୁତି କରୁଛୁ। ଠିକ ଅଛି। ତ ଶ୍ରୀକୃଷ୍ଣ କିନ୍ତୁ ଯେହେତୁ ସର୍ବପୁରୁଷ ଭଗବାନ, ସେ ବି ଦେଖିଲେ ଯେ କାରଣ ଏହା ଭଗବତ ଗୀତାରେ ମଧ୍ୟ ଏ କଥା କୁହାଯାଇଛି ଯେ ଦେବତା ମାନଙ୍କର ପୂଜା ଆମେ କରିବା କଥା ନୁହଁ, ଆମେ ସିଧା ମାନେ ସ୍ୱୟଂ ଶ୍ରୀକୃଷ୍ଣ ବା ସ୍ୱୟଂ ପରମ ପୁରୁଷ ଭଗବାନଙ୍କ ସେବା କରିବା ଉଚିତ, କି ତାଙ୍କ ପୂଜା ଭକ୍ତି କଲେ ଆମକୁ ବିଶେଷ ଭକ୍ତି ଜ୍ଞାନ ପ୍ରାପ୍ତ ହବ। କିନ୍ତୁ ଯେହେତୁ ତାଙ୍କ ପିତା ଯିଏକି ଆକ୍ଚୁଆଲି ଇନ୍ଦ୍ରଙ୍କୁ ହିଁ ଭାବିଥିଲେ ଯେ ସିଏ ହିଁ ଦେବତା ଏବଂ ତାଙ୍କୁ ପୂଜା ଆଉ ତାଙ୍କର ଇଏ କରିବା ଉଚିତ, ତ ତାଙ୍କ ସାଙ୍ଗେ ସେଇ ସମୟରେ ଶ୍ରୀକୃଷ୍ଣଙ୍କର ନିଜ ପିତାଙ୍କ ସାଙ୍ଗେ ତର୍କ ମଧ୍ୟ ହୋଇଛି, ଯୁକ୍ତି ତର୍କ ମଧ୍ୟ ହୋଇଛି। କାରଣ ସିଏ ତ ଏକରେ ଏତେ ବାଲ୍ୟ ଛୋଟ ବେଳୁ ଇଏ କରୁଛନ୍ତି ଏବଂ ତାଙ୍କ ପିତାମହ ଯେହେତୁ ରାଜା ଗୋଟେ ଇଏର, ତ ସେ ନିହାତି ତାଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ, କିମ୍ବା ତାଙ୍କ କଥାର ସେଇଭଳି କିଛି ବିଶେଷ ମହାତ୍ମ୍ୟ ନାହିଁ ବୋଲି ସେ କଥା ଶୁଣୁନଥିଲେ। କିନ୍ତୁ ଶ୍ରୀକୃଷ୍ଣ ତାପରେ ତାଙ୍କୁ ମହାରାଜଙ୍କୁ ବୁଝେଇଛନ୍ତି ଯେ ଆକ୍ଚୁଆଲି କେମିତି ଯେ ଆମେ ଇନ୍ଦ୍ରଙ୍କ ପୂଜା କରିବା ଅନୁଚିତ, ଆମେ ସେଇଭଳି ପରମ ପୁରୁଷ ଭଗବାନଙ୍କର ଇଏ କରିବା ଉଚିତ, କି ଆମେ ଗିରିରାଜ ଗୋବର୍ଦ୍ଧନ ପୂଜା କରିବା ଦରକାର। ସେଟା କଣ ପାଇଁ କରିବା ଦରକାର ସେ ଆଗରେ ବୁଝିଛନ୍ତି। ସେଇଭଳି ଶ୍ରୀ ଚୈତନ୍ୟ ଶିଲା ପ୍ରଭୁପାଦ ଏଇଥିରେ କୋଟେସନ କରିଛନ୍ତି ଯେ ଶ୍ରୀ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ବା ଭକ୍ତର ଦୃଢ ଧାରଣା ଥାଏ ଯେ ସେ ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛି ଏବଂ କର୍ମ କରୁଛି ଏବଂ ଶ୍ରୀକୃଷ୍ଣଙ୍କର ଦିବ୍ୟ ସେବାରେ ସର୍ବଦା ନିୟୋଜିତ ଅଛି, ତେବେ ସେ ସମସ୍ତ ପ୍ରକାର କର୍ମବନ୍ଧନ ମୁକ୍ତ ହୋଇଯାଏ। ଏକ ଶୁଦ୍ଧ ଭକ୍ତ କୌଣସି ବେଦର କର୍ମକାଣ୍ଡରେ ଦିଆଯାଇଥିବା ବ୍ରତବିଧି, ଉପାସନା ଆଦି ପାଳନ କରେ ନାହିଁ, ସେ କୌଣସି ଦେବତା ମାନଙ୍କର ପୂଜା କରେ ନାହିଁ। ଶ୍ରୀକୃଷ୍ଣ ଭକ୍ତ ହୋଇଗଲେ ଏହା ବୁଝିବାକୁ ହବ ଯେ କୌଣସି ବ୍ୟକ୍ତି ସମସ୍ତ ପ୍ରକାର ବୈଦିକ ବ୍ରତ ଅନୁଷ୍ଠାନର ଓ ସମସ୍ତ ଦେବତା ମାନଙ୍କର ପୂଜା କରିସାରିଛି। ତ ଏହା ମାନେ ଏତିକି ଯେ ଆମେ ଯଦି ଶ୍ରୀକୃଷ୍ଣଙ୍କର ଅଲରେଡି ଆମେ ଭକ୍ତ ହୋଇଛି, ତାଙ୍କ ଶରଣରେ ଅଛି, ଆମକୁ ଏହା ବୁଝିବା ହବ ଯେ ଆମେ ଅଲରେଡି ସବୁ ଯଜ୍ଞ ବା ସବୁ କର୍ମ ବିଧି ଯୋଉ ଅଛି ଆମର ବିଭିନ୍ନ ଆମ ଦ୍ୱାରା ଅଲଗା ଧାରା ମଧ୍ୟ ଅଛି, ଏମିତି କର୍ମକାଣ୍ଡ ତାଙ୍କର ଅଛି ଯେ ଏଇ ପୂଜା ବିଧି ଏଇ ଯଜ୍ଞ ସବୁ କରିବାକୁ ପଡେ। ମାନେ ଜଣେ କୃଷ୍ଣ ଭକ୍ତ ହବା ଫଳରେ ଏହା ଜାଣିବା ଉଚିତ ସେ ଅଲରେଡି ସେ हरे कृष्ण संजय प्रभु। हरे कृष्ण संजय प्रभु। गोटे मिनिट को। हरे कृष्ण। हाँ एबे सुना गला। हाँ, हरे कृष्ण प्रभु। हाँ एबे सुना अछि कोन। ଶୁଭା ଯାଉନଥିଲା ପ୍ରଭୁ ସେତେବେଳେ? बस अध 30 सेकंड मैंने सुना अछि। ଆଚ୍ଛା, କୋଉଥିରେ ଯେ ଯେତେବେଳେ ଶ୍ଲୋକ ଭାଗବତମ କହିଥିଲି ଶ୍ଲୋକ ପ୍ରଭୁପାଦଙ୍କ ଯୋଉଟା ସେଥିରେ ସେଇ ଶ୍ଲୋକରେ? ଆଚ୍ଛା ଠିକ ଅଛି, ତ ମୁଁ ଆଉ ଥରେ ଶିଲ ପ୍ରଭୁପାଦଙ୍କ ଦ୍ଵାରା
କୁହାଯାଇଥିବା ଭାଗବତମ ଶ୍ଲୋକ ମୁଁ ଆଉଥରେ ପଢୁଛି ଏବଂ ତା ବିଷୟରେ ବୁଝିବାକୁ ଚେଷ୍ଟା କରୁଛି। ତ ଦଶମ ସ୍କନ୍ଧ ଅଧ୍ୟାୟ 24 ଶ୍ଲୋକ 13ରେ ଶ୍ରୀ ପ୍ରଭୁପାଦ ବୁଝିଛନ୍ତି ଯେ କର୍ମ ନ ଜାୟତେ ଜନ୍ତ କର୍ମଣେବ ପ୍ରଲୟତେ ସୁଖ ଦୁଃଖମ ଭୟ କ୍ଷେମ କର୍ମଣେବ ବିପଦ୍ୟତେ। ଭଗବାନ ଶ୍ରୀକୃଷ୍ଣ କହିଲେ ଯେ ଜୀବ କର୍ମ ପ୍ରଭାବରେ ହିଁ ଜନ୍ମ ଗ୍ରହଣ କରେ ଏବଂ କର୍ମ ଦ୍ୱାରା ହିଁ କେବଳ ସେ ତାର ବିନାଶର ସମ୍ମୁଖୀନ ହୁଏ। ତାର ସୁଖ ଦୁଃଖ ଭୟ ଓ ନିରାପତ୍ତା ବୋଧ ସବୁ କିଛି କର୍ମର ଫଳ ରୂପ ଉତ୍ପନ୍ନ ହୁଏ। ତାମାନେ ଆମେ ଯେଉଁ କର୍ମ ବି କରିଥାଉ ପୂର୍ବ ଜନ୍ମରେ କିମ୍ବା ଇହ ଜନ୍ମରେ କରୁ ତାର ମାନେ ଫଳ ସଦୃଶ ଆମେ ଏଇ ଜନ୍ମରେ ସେଇଟା ଭୋଗ କରୁ ଏବଂ ସେଥିପାଇଁ କିଛି ବିଶେଷ ଇଏ ନାହିଁ, ଆମେ ଅଟୋମେଟିକଲି ସବୁ ଜିନିଷର ଇଏ ହୁଏ। ସେଇଭଳି ଯେମିତି ଜୀବ ଜଗତ ଅଛି, ବର୍ଷା ସମୟରେ ବର୍ଷା ହୁଏ, ଖରା ସମୟରେ ଖରା ହୁଏ, ତାର ନିର୍ଦ୍ଦିଷ୍ଟ ସମୟ ହିସାବରେ ସବୁ କିଛି ହୁଏ। ତ ଏଥିପାଇଁ ଆମେ ବିଶିଷ୍ଟ ପୂଜା କିଛି କରିବା ଆବଶ୍ୟକ ନାହିଁ କି ଇନ୍ଦ୍ରଦେବଙ୍କୁ ପୂଜା କିଛି ଦରକାର ନାହିଁ। କିନ୍ତୁ ଏହା ପରେ ଶ୍ରୀକୃଷ୍ଣ ନନ୍ଦ ମହାରାଜ ବା ତାଙ୍କ ପିତାଶ୍ରୀଙ୍କୁ ଦୁଇଟି ମୁଖ୍ୟ ଯୋଉ ଅଛି ପଏଣ୍ଟ ସେଇଟା କହିଲେ। ସେଟା କହିବା ପରେ ସେ ତାଙ୍କୁ ବୁଝେଇଲେ ଯେ କେମିତି ଆମେ ଆକ୍ଚୁଆଲି ଇନ୍ଦ୍ରଙ୍କୁ ପୂଜା କରିବା ଉଚିତ ନୁହେଁ। ତ ଦୁଇଟି ପ୍ରମୁଖ ଯୋଉ କାରଣ କହିଲେ, ପ୍ରଥମତଃ କାରଣ ଥିଲା ତାଙ୍କର ଯେ ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି ଯେ କୌଣସି ପ୍ରକାରର ଭୌତିକ ଉନ୍ନତି ନିମିତ୍ତ ଦେବତାଙ୍କର ପୂଜା କରିବାର ଆବଶ୍ୟକତା ନାହିଁ ଏବଂ ଦେବତାଙ୍କ ପୂଜାରୁ ଯେଉଁ ଫଳ ମିଳେ ତାହା ଅସ୍ଥାୟୀ ଅଟେ। ଅର୍ଥାତ୍ ଆମେ ଯେଉଁ ବି ଦେବତାଙ୍କୁ ପୂଜା କରିବା, ଯେମିତି ଆଜିକାଲି ବିଶେଷ ଲୋକମାନେ ଅଛନ୍ତି ଯେମିତି କି କାଳୀଙ୍କ ପୂଜା କରୁଛନ୍ତି, ନିଜର କାମନା ଆଉ ନିଜର ଭୋଗ ପ୍ରୀତାର୍ଥ କରିବା ନିମନ୍ତେ ସେ ପୂଜା କରନ୍ତି ଏବଂ ତାଙ୍କଠୁ କିଛି ଶକ୍ତି ବା କିଛି ଜିନିଷ ଫଳ ଲାଭ କରନ୍ତି। କିନ୍ତୁ କଣ ହୁଏ ସେଟା ଅସ୍ଥାୟୀ। ଅସ୍ଥାୟୀ କଣ ପାଇଁ? କାରଣ ଏ ଶରୀର ହଉଛି କ୍ଷଣସ୍ଥାୟୀ। ମାନେ ଆମେ ଶରୀର ଅଛି, ଆଜି ଅଛି, କାଲି ଶରୀର ତ୍ୟାଗ ହେଇଯିବ ଏବଂ ଆମ ଆତ୍ମା ଯେହେତୁ ସନାତନ ଆତ୍ମା ସେମିତି ଶରୀର ବଦଳେଇବ। କିନ୍ତୁ ଆମେ ଯୋଉ ଜିନିଷଟି ପ୍ରାପ୍ତ କରିଥିବା ଦେବତାଙ୍କ ଥ୍ରୁରୁ, ତ ସେ କଣ ହବ ଶେଷ ସମୟରେ ଆମଠୁ ଛଡେଇ ନିଆଯିବ ବା ଆମ ପାଖରେ ସେ ଜିନିଷର କିଛି ଆଉ ଲାଭ ରହିବ ନାହିଁ। ଏବଂ ଦ୍ଵିତୀୟ ପଏଣ୍ଟ ଶ୍ରୀକୃଷ୍ଣ କଣ ବୁଝେଇଲେ ଯେ ଦ୍ୱିତୀୟତଃ ଦେବତାଙ୍କ ପୂଜାରୁ ଯେଉଁ ଫଳ ମିଳେ ତାହା ପରମ ପୁରୁଷ ଭଗବାନଙ୍କ ଦ୍ଵାରା ଅନୁମତି କ୍ରମେ ପ୍ରଦାନ କରାଯାଏ। ତ ଆମେ ୟା ଅର୍ଥ କଣ ବୁଝିଲେ? ଆମେ ଦେବତା ପାଖରେ ଯେତେବେଳେ ଯାଇକି ପୂଜା କରୁଛେ କି ଇଏ କରୁଛେ, ତ ଦେବତା କଣ ଡାଇରେକ୍ଟଲି ଆମକୁ ଯୋଉ ଫଳ ପ୍ରଦାନ କରିବା ପାଇଁ ତାଙ୍କର କୌଣସି ଶକ୍ତି ନାହିଁ। ଏ ଶକ୍ତି କେବଳ ଶ୍ରୀକୃଷ୍ଣଙ୍କ ପାଖରେ ହିଁ ଅଛି। ତ ସେ ସର୍ବପ୍ରଥମେ ଆପଣଙ୍କୁ ଯଦି କିଛି ଫଳ ଦେବାକୁ ଇଏ କରିବେ ତ ସର୍ବପ୍ରଥମେ କାହା ପରମିଶନ ନେବେ? ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପରମିଶନ ନେବେ। ସେ ତାଙ୍କୁ ଯେତେବେଳେ ପରମିଶନ ଦିଅନ୍ତି ବା ଶକ୍ତି ଦିଅନ୍ତି ସେ ଆମକୁ ସେଇ ଜିନିଷ ଦିଅନ୍ତି। ତ ଏଇଥିରୁ ଆରାମସେ ଜଣା ପଡିଯାଉଛି ଶାସ୍ତ୍ର ଭଗବତ ଗୀତା ଦ୍ଵାରା କି ଆମେ ଇନ୍ଦ୍ରଙ୍କୁ ପୂଜା କରିବା କୌଣସି ଦରକାର ନାହିଁ। ତ ଏଥିରେ ଆଉ ଗୋଟେ ବି ଏକ୍ଜାମ୍ପଲ ଆମେ ନେଇପାରିବା, ଯେମିତି କି ରହିଗଲେ ସୂର୍ଯ୍ୟ ଆଉ ଚନ୍ଦ୍ର। ତ ସୂର୍ଯ୍ୟ କୁହେ ସକାଳେ ଆମକୁ ଆଲୋକ ପ୍ରଦାନ କରନ୍ତି ଏବଂ ଚନ୍ଦ୍ର ରାତିରେ ଆମକୁ ଆଲୋକ ପ୍ରଦାନ କରନ୍ତି ଘୋର ଅନ୍ଧକାରରେ ମଧ୍ୟ। କିନ୍ତୁ ଚନ୍ଦ୍ର ଯିଏ, ଚନ୍ଦ୍ରଙ୍କର ନିଜସ୍ୱ କିଛି ଆଲୋକ ନାହିଁ। ସେ କାହାଠୁ ଆଲୋକ ପାଆନ୍ତି? ସେ ସୂର୍ଯ୍ୟଙ୍କଠୁ ଆଲୋକ ପାଆନ୍ତି। କିନ୍ତୁ ଯଦି ମାନେ ଆମେ କହିବା ଯେ ନା ଚନ୍ଦ୍ର ହିଁ ସବୁ କିଛି, ମାନେ ଚନ୍ଦ୍ର ହିଁ ଆକ୍ଚୁଆଲି ଆମକୁ ରାତିରେ ଏତେ ଶକ୍ତି ପ୍ରଦାନ କରୁଛନ୍ତି, ତେବେ ଚନ୍ଦ୍ର ହିଁ ସବୁ କିଛି, ଚନ୍ଦ୍ରଙ୍କୁ ଆମେ ଇଏ କରିବା। କିନ୍ତୁ ଦେଖିଲା ତାଙ୍କର ଯୋଉ ଶକ୍ତିର ଉତ୍ସ ହଉଛି କି ସୂର୍ଯ୍ୟ। ତ ସେଇଭଳି ଆମେ ଦେବତାଙ୍କୁ ପୂଜା କରିବା କୌଣସି ଆବଶ୍ୟକ ନାହିଁ। ଆମର ମେନ୍ ପ୍ରମୁଖ ହଉଛନ୍ତି ଭଗବାନ। ଆମେ ଭଗବାନ ଆକ୍ଚୁଆଲି ଇଏ କରିବା କଥା। ତାପରେ ଏହା ପରେ ଭଗବାନ ଶ୍ରୀକୃଷ୍ଣ ଗିରି ଗୋବର୍ଦ୍ଧନଙ୍କ ଇଏ ବିଷୟରେ ବୁଝେଇଛନ୍ତି ଯେ ଯେମିତି କି ଆପଣ ବାଣିଜ୍ୟ ଯିଏ ବ୍ୟବସାୟ କରନ୍ତି ତ ସିଏ କାହାକୁ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ। କାରଣ ଯେହେତୁ ସେ ବିଜନେସମ୍ୟାନ ଏବଂ ତାଙ୍କୁ ଲକ୍ଷ୍ମୀର ଅଧିକ ଇଏ ରହିଛି, ତ ଲକ୍ଷ୍ମୀ ପୂଜା କରିବା କଥା। ଜଣେ ସୈନିକ ସେ ଦେଶ ପାଇଁ ଲଢୁଛି ତ ଦେଶକୁ ସିଏ ଅଧିକ ପୂଜା କରିବା କଥା। ସେଇଭଳି ଆମେ ମାନେ ହଉଛୁ ବୈଶ୍ୟ ବା ଆମେ ମାନେ ହଉଛୁ ଗୋରକ୍ଷକ। ଆମେ ଗୋମାତାଙ୍କୁ ପୂଜା କରୁଛେ, ଆମେ ଗୋମାତାଙ୍କୁ ଚରଣ କରୁଛେ ଏବଂ ଗୋମାତାଙ୍କ ଯୋଗୁଁ ଆମର ଚାଷ ବାସ ସେ ସବୁ ହଉଛି। ଏବଂ ଏସବୁ ଜିନିଷ ଆସୁଛି କୋଉଠୁ? ଏସବୁ ଜିନିଷ ଆସୁଛି ଗୋବର୍ଦ୍ଧନଙ୍କ ପର୍ବତରୁ ଆସୁଛି। ତ ଆମେ ନିହାତି ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା କଥା, କାରଣ ତାଙ୍କ ଦ୍ଵାରା ଆମର ଗୋମାତା ମାନେ ଲାଳନ ପାଳନ ହଉଛନ୍ତି। ତ ଆମେ କାହିଁକି ଗୋବର୍ଦ୍ଧନଙ୍କୁ କାହିଁକି ପୂଜା ନ କରିବା? ଆଉ ଆପଣଙ୍କ ଯୋଉ ଇନ୍ଦ୍ର କଥା କହୁଛନ୍ତି ଆପଣ ପିତାମହ, ତ ଇନ୍ଦ୍ରଙ୍କ କଥା ଯୋଉ କହୁଛନ୍ତି, ଇନ୍ଦ୍ର ତ ସେଇଭଳି ଆପଣଙ୍କୁ କେବେ ଦର୍ଶନ ଦେଇନାହାନ୍ତି, ଭୋଗ ମଧ୍ୟ ସେ କେବେ ପ୍ରାପ୍ତ କରିନାହାନ୍ତି, ଇଭେନ ସେ କୃପା ମଧ୍ୟ କରନ୍ତି ନାହିଁ। କିନ୍ତୁ ଦେଖନ୍ତୁ ଗିରି ଗୋବର୍ଦ୍ଧନ ଆପଣ ଯଦି କେବେ ମାନେ ବର୍ତ୍ତମାନ ଆଗକୁ ଯାଇ ପୂଜା କରିବେ, ଗିରିଧନ ଆପଣଙ୍କୁ ପ୍ରସାଦ ଗ୍ରହଣ କରିବେ, ଆପଣ ମାନଙ୍କୁ କୃପା କରିବେ। ତ ଏଇଭଳି ବିଶେଷ ଗୋବର୍ଦ୍ଧନଙ୍କର ବିଶେଷ କୃପା ରହିଛି। ତ ଆହୁରି କଥା କହିଲେ ଯେ ଆମ୍ଭମାନଙ୍କ ସମ୍ପର୍କ ଏଇ ବୃନ୍ଦାବନ ଜଙ୍ଗଲ ଏବଂ ଗୋବର୍ଦ୍ଧନ ପର୍ବତ ସହ ହିଁ ଅଛି, ଅନ୍ୟ କାହା ସହ ନୁହଁ। ତ ଆପଣ ଆପଣଙ୍କ ବୃନ୍ଦାବନରେ ଦେଖିବେ ଯେତିକି ବି ସେଇ ସମୟରେ ଥିଲେ ତାଙ୍କର ମେନ୍ ତାଙ୍କର ଯୋଉ ଗିରି ଗୋବର୍ଦ୍ଧନଙ୍କ ସାଙ୍ଗେ ତାଙ୍କର ଏହା ଥିଲା ଯେ ସେମାନେ ଗୋଚାରଣ କରୁଥିଲେ। ଏବଂ ବୃନ୍ଦାବନ ଯେହେତୁ ଏକ ଗ୍ରାମ ଇଏ, ତ ସେଇ ସମୟରେ ତାଙ୍କର ଯେତେ ବି ସବୁ ମେନ୍ ଉତ୍ସ ଗିରି ଗୋବର୍ଦ୍ଧନଙ୍କ ଠାରୁ ହିଁ ଆସୁଥିଲା। ତ ସେ ସେଥିପାଇଁ ଗୋବର୍ଦ୍ଧନଙ୍କ ପାଇଁ ହିଁ ପୂଜା କରିବା ପାଇଁ କହିଛନ୍ତି। ତ ଏସବୁ ପରେ ଯୁକ୍ତିତର ସରିଲା ପରେ, ତ ଯେହେତୁ ସେଠି ବରିଷ୍ଠ ସମସ୍ତେ ବୃଦ୍ଧ ମାନେ ବି ଥିଲେ, ତ ସମସ୍ତେ ଶ୍ରୀକୃଷ୍ଣଙ୍କ କଥାରେ ସହମତ ହୋଇଛନ୍ତି। କିନ୍ତୁ ତାଙ୍କ ପିତା ଏଇଥିପାଇଁ ସହମତ ହୋଇନାହାନ୍ତି ଯେ ସେ ଏଇଭଳି ତାଙ୍କୁ କିଛି ତତ୍ଵ କଥା ବୁଝିଛନ୍ତି
ଯେହେତୁ ଶ୍ରୀକୃଷ୍ଣ ମାନେ ଦେଖନ୍ତୁ ବୃନ୍ଦାବନବାସୀ ବା ବ୍ରଜବାସୀ ସେମାନେ ଏତେ ମାନେ କୃଷ୍ଣଙ୍କ ପାଇଁ ତାଙ୍କ ଭକ୍ତି ଭାବ ଏତେ, କୃଷ୍ଣ ଯାହା ବି କୁହନ୍ତି ସେ କଥାରେ ବାନ୍ଧି ହୋଇଯାଆନ୍ତି ବା ସେ କଥା ମାନନ୍ତି। ତ ସେ ଏଇଥିପାଇଁ ତାଙ୍କ କଥା ମାନିବା ରାଜି ହେଲେ ଯେ ସ୍ୱୟଂ ଶ୍ରୀକୃଷ୍ଣ ଏ କଥା କହୁଛନ୍ତି ଯେ ଆମେ ଗୋବର୍ଦ୍ଧନଙ୍କୁ ପୂଜା କରିବା ଉଚିତ। ତ ଏ ନିମନ୍ତେ ସିଏ କହିଲେ ଠିକ ଅଛି, ଆମେ ତାହେଲେ ଗିରିଧନ ପୂଜା ନିମିତ୍ତ ଆମେ ପ୍ରସ୍ତୁତ ହବା। ତ ଶ୍ରୀକୃଷ୍ଣ ଶ୍ରୀ କହିଛନ୍ତି ଯେ ଗିରି ଗୋବର୍ଦ୍ଧନ ପାଇଁ ପ୍ରସାଦ ସବୁ ତିଆରି କରିବା ଉଚିତ, ଯେ ଶସ୍ୟ ଘୃତ୍ୟର ସାହାଯ୍ୟରେ ଭାତ, ଡାଲି, ହାଲୁଆ, ପୁରୀ, ତ ଏଇଭଳି ସବୁ ବିଭିନ୍ନ ବିଭିନ୍ନ ପ୍ରସାଦ ସବୁ ପ୍ରସ୍ତୁତ କରିବା ଉଚିତ। ଆଉ କଣ କହିଛନ୍ତି, ଆଉ ତାଙ୍କ ପାଇଁ ଏକ ସେଇ ସମୟରେ କଣ ହେଲା, ଗିରି ଗୋବର୍ଦ୍ଧନଙ୍କ ପାଇଁ ଗୋଟେ ପର୍ବତ ସଦୃଶ ଗୋଟେ ଅନ୍ନ ସଜା ହେଲା। ତ ତାପରେ ସବୁ ଦେଖିବେ ଆପଣ ଯେତେବେଳେ ଆମର ଇସ୍କନରେ ଗୋବର୍ଦ୍ଧନଙ୍କ ପୂଜା ମଧ୍ୟ ହୁଏ, ସେତେବେଳେ ମଧ୍ୟ ଏମିତି ଗୋଟେ ବଡ ପୁରା ପର୍ବତ ଟାଇପ ର ଗୋଟେ ମାନେ କେକ୍ ବି ଅଛି, ଅନ୍ନ ବି ଅଛି, ତ ସେଇ ଡିଜାଇନ ଟାଇପ ର ଗୋଟେ କରନ୍ତି। ଏବଂ ସେଇ ଜିନିଷଟା ଆକ୍ଚୁଆଲି ବୃନ୍ଦାବନରେ ଆପଣ ଅନ୍ନକୂଟ ନାମରେ ପରିଚିତ। ମାନେ ସେଇ ଦିନଠୁ ସେଟା ଅନ୍ନକୂଟ ନାମରେ ପରିଚିତ ହେଲା। ପୁରା ପାହାଡ ଟାଇପ ର ଗୋଟେ ଥିଲା ଯୋଉଟା କି ଅନ୍ନରେ ସଜା ହୋଇଥିଲା, ସେଟା ଗୋବର୍ଦ୍ଧନ ପ୍ରସାଦ ଅର୍ପଣ କରାଯିବା ପାଇଁ ସେଟା ପ୍ରସ୍ତୁତ ହୋଇଥିଲା। ତ ଏଇଭଳି ସବୁ ସଜା ହେଲା। ଏବଂ ଶ୍ରୀକୃଷ୍ଣ ତାପରେ କଣ କଲେ, ସେମାନଙ୍କୁ ଆଦେଶ ଦେଲେ। କଣ ଆଦେଶ ଦେଲେ, ଯେ ଗାଈ ମାନଙ୍କୁ ଭଲ ଭାବରେ ସଜାଇ ସେମାନଙ୍କୁ ଖାଇବାକୁ ଦିଆଯିବ। ଆଉ ଯେପରିକି ନିଚ ପ୍ରାଣୀ କିଏ, ଯେମିତି ହେଲେ କୁକୁର, ବିଲେଇ, ସରି କୁକୁର ଭୁଲ କହିଥିଲି, କ୍ଷମା କରିବେ, ଶ୍ୱାନ, ବିଲେଇ, ତ ଏଇଭଳି ନିଚ ଜାତି ଜୀବମାନ ରହିଲେ ସେମାନଙ୍କୁ ଭଲ ମାତ୍ରାରେ ପ୍ରସାଦ ଦିଆଯାଉ। ଆଉ ନିଚ ଜାତିର ଲୋକ ଯେଭଳି ପ୍ରସାଦ ସଠିକ ମାତ୍ରାରେ ଦିଆଯିବ ସେହା ମଧ୍ୟ ଦେଖାଯିବ। ଶେଷରେ କୃଷ୍ଣ କହିଛନ୍ତି ଯେ ଗୋମାତା ମାନଙ୍କୁ ମଧ୍ୟ ଭଲରେ ଘାସ ଖାଇବାକୁ ଦିଆଯିବ। ଠିକ ଅଛି। ଏହାପରେ ବ୍ରାହ୍ମଣ ମାନଙ୍କୁ ଡକାଯିବ। ବ୍ରାହ୍ମଣ ମାନେ ଶୁଦ୍ଧ ତାଙ୍କର ମନ୍ତ୍ର ଉଚ୍ଚାରଣ କରିବେ। ଆଉ ବ୍ରାହ୍ମଣ ମାନଙ୍କୁ ଶସ୍ୟ ଆକାରରେ କଣ କରାଯିବ, ଶସ୍ୟ ଆକାରରେ ସେମାନଙ୍କୁ ଯୋଉ ତାଙ୍କ ଦକ୍ଷିଣା ସବୁ ଦିଆଯିବ। ଆଉ ସେମାନେ ଯେପରି ଶୁଦ୍ଧ ମନ୍ତ୍ର ପଢି ସେଟା ସାରି ଯିବେ, ସେଇ ଜିନିଷ ମଧ୍ୟ ବ୍ୟବସ୍ଥା କରାଯିବ। ତ ଏଥିରେ ଶିଲ ପ୍ରଭୁପାଦ ପୁଣି ଗୋଟେ ଲର୍ଣ୍ଣିଂ ପଏଣ୍ଟ ମଧ୍ୟ ଆଡ୍ କରିଛନ୍ତି, ଯେ ଶ୍ରୀକୃଷ୍ଣ କଥାରୁ ଆମେ କଣ ଶିକ୍ଷା ଗଲୁ। ଆମେ ଶିକ୍ଷା ଗଲୁ ଯେ କୁକୁର, ବିଲେଇ ଆଦି ଏତେ ଉଚ୍ଚତର ପ୍ରାଣୀ ନୁହେଁ, କିନ୍ତୁ କାହାକୁ ମଧ୍ୟ ଆମେ ଅବହେଳା ପ୍ରଦର୍ଶନ କରିବା ଉଚିତ ନୁହେଁ। ମାନେ ପ୍ରସାଦ ଯଦି ଆମେ ବି ରାନ୍ଧିଲେ ତ ସମସ୍ତଙ୍କ ମଧ୍ୟରେ ସେଟା ସମାନ ଭାବରେ ବାଣ୍ଟି ଦେବା ଉଚିତ। ଆଉ କଣ କହିଲେ ଶ୍ରୀକୃଷ୍ଣ, କିନ୍ତୁ କୁକୁର, ବିଲେଇ ଯୋଉ ସାନ ଆଉ ବିଲେଇ ଯୋଉ ଅଛନ୍ତି ତାଙ୍କ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ କୃଷ୍ଣ କାହାକୁ ଦେଲେ, ଗୋମାତାଙ୍କୁ ଦେଲେ। କାରଣ ଗୋମାତାଙ୍କ ରକ୍ଷଣାବେକ୍ଷଣ ସୁରକ୍ଷା ବହୁତ ଆବଶ୍ୟକ, କାରଣ ଗୋମାତା ହଉଛନ୍ତି ଆମ ମାତା ଏବଂ ତାଙ୍କ ସୁରକ୍ଷା ହିଁ ଆମର ଫାଷ୍ଟ ପ୍ରାୟୋରିଟି, ମାନେ ଜୀବମାନଙ୍କ ଭିତରେ, ପ୍ରାଣୀ ମାନଙ୍କ ମଧ୍ୟରେ। ତ ଆଉ କଣ ଜାଣିଲୁ, ଆଉ ଗୋଟେ କଥା ସବୁଠୁ ମେନ୍ ପଏଣ୍ଟ, ଯୋଉଟା କି ଆକ୍ଚୁଆଲି ଏବେ ଆମ ସମାଜରେ ସେଇ ଜିନିଷଟା ବହୁତ ସାରା ଚାଲିଛି। ଆମେ ଜାଣିଲୁ ଯେ ସମାଜରେ ନିଚ ଶ୍ରେଣୀର ଲୋକମାନେ କେବେ ବି ଉଚ୍ଚ ଶ୍ରେଣୀର ଲୋକମାନଙ୍କ ଦ୍ୱାରା ଘୃଣିତ ବା ଅବହେଳିତ ହେବା ଉଚିତ ନୁହେଁ। କିନ୍ତୁ ଏଇଟା କେତେବେଳେ ହେଇପାରିବ, ଯଦି ଜଣେ କୃଷ୍ଣ ଚେତନାରେ ରହିବ, ତ ସିଏ କଣ, ଯେତେବେଳେ ହାଇ ଗୋଟେ ଆସେ ନା, ଗୋଟେ ହାଇ କାଷ୍ଟିଜିମ୍ ଆଉ ଗୋଟେ ଲୋ କାଷ୍ଟିଜିମ୍, ତ ଲୋକ ଚିନ୍ତା କରନ୍ତି ଯେ, କାରଣ ସେମାନେ ଏଇଥିପାଇଁ ଚିନ୍ତା କରନ୍ତି କାଷ୍ଟିଜିମ୍ ହିସାବରେ, କାରଣ ସେମାନେ ଦେହକୁ ଶରୀର ଭାବନ୍ତି ଏବଂ ଶରୀର ହିସାବରେ ଜଜ୍ କରନ୍ତି। କିନ୍ତୁ ଯେତେବେଳେ ଜଣେ ପ୍ରାଣୀ ଜାଣିବ ମୁଁ ହେଲି ଆତ୍ମା, ତ ସେ କେବେ ବି ଜଜ୍ କରିବନି ଯେ ଇଏ ହେଲେ ଏଇ ଜାତିର, ସେ ହେଲେ ସେଇ ଜାତିର। ତ ଏଥିପାଇଁ ସର୍ବପ୍ରଥମେ ଜଣେ କୃଷ୍ଣ ଚେତନାରେ ରହିବା ଉଚିତ। ସେଥିପାଇଁ ସବୁବେଳେ କୁହାଯାଇଛି ଆମେ କୃଷ୍ଣ ଚେତନାରେ ସବୁବେଳେ ବାନ୍ଧି ହେଇକି ରହିବା ଉଚିତ। ଠିକ ଅଛି। ତ ଏହାପରେ ଶ୍ରୀକୃଷ୍ଣ ପୁଣି କଣ କଲେ, କହିଲେ ଏଇଭଳି କରି ତମେ ପୂଜା ଶେଷ କଲେ ଏବଂ ସବୁ ପୂଜା ତାଙ୍କର ଆରମ୍ଭ ହେଲା। ଏବଂ ବ୍ରାହ୍ମଣ ମାନେ ସେ ଯଜ୍ଞକୁ ଆସିଲେ, ବ୍ରାହ୍ମଣ ମାନେ ମନ୍ତ୍ର ଉଚ୍ଚାରଣ କଲେ ଏବଂ ଆକାଶ ମାର୍ଗରେ ଦେବତା ମାନେ ପୁଷ୍ପ ସବୁ ବର୍ଷା କଲେ। ଏବଂ ଯେତେବେଳେ ପୂଜା ସବୁ ଭୋଗ ପାଇଁ ସବୁ ପ୍ରସ୍ତୁତ ହେଇଗଲା, ପ୍ରସ୍ତୁତ ହେଲା ପରେ ଦିବ୍ୟ ପୁରା ମାନେ ପୁରା ଲାଗିବା ପାଇଁ ସବୁ ଆସିଛି, ସଜାସଜି ହେଇ ପିଠା, ତାପରେ ତରକାରୀ, ତାପରେ ଅନ୍ନ, ଭଲ ଭଲ କ୍ଷୀର ଦୁଗ୍ଧ ଜାତୀୟ ପ୍ରସାଦ ମଧ୍ୟ ଆସିଛି। ତ ସବୁ ଲାଇନ ହିଁ ସବୁ ଆସିଛନ୍ତି। ଏବଂ ଆସିଲା ପରେ କଣ ହେଲା, ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ମଧ୍ୟ ସେଇଠି ଉପସ୍ଥିତ ଥିଲେ ଗିରି ଗୋବର୍ଦ୍ଧନଙ୍କ ସାମ୍ନାରେ। କାରଣ ସ୍ୱୟଂ ଶ୍ରୀକୃଷ୍ଣ ହିଁ ଗିରି ଗୋବର୍ଦ୍ଧନ, କିନ୍ତୁ ଆଜ ଏ ଲୀଳା ହିସାବରେ ସିଏ ବର୍ତ୍ତମାନ ଗୋବର୍ଦ୍ଧନକୁ ହିଁ ପୂଜା କରିବା ପାଇଁ ଆଦେଶ ଦେଇଛନ୍ତି। ତ ସମସ୍ତେ ପୂଜା କରିବା ପାଇଁ ଆରମ୍ଭ କଲେ ଏବଂ ଶେଷରେ ପୂଜାର ଯୋଉ ବିଧି ଅଛି ସମ୍ପନ୍ନ ହେଲା। ସମ୍ପନ୍ନ ହେଲା ପରେ ଶ୍ରୀକୃଷ୍ଣ କଣ କଲେ, ସେତେବେଳେ ଗିରି ଗୋବର୍ଦ୍ଧନ ବା ତାଙ୍କ ସାମ୍ନାରେ ଧାରଣ କଲେ, ନିଜର ରୂପ ହିସାବରେ ଧାରଣ କଲେ। ଯେମିତି ଦେଖିବେ ଆପଣ ଶ୍ରୀକୃଷ୍ଣଙ୍କୁ ଦେଖିବେ ଯେମିତି, ତ ଗିରି ଗୋବର୍ଦ୍ଧନ ଦେଖିବାକୁ ଆଜ ସେମ୍, ତାଙ୍କର ଯୋଉ ପ୍ରତିମୂର୍ତ୍ତି ଯୋଉ କହନ୍ତି, ଯେମିତି ଆମେ ଗିରି ଗୋବର୍ଦ୍ଧନକୁ ଦେଖୁଛେ, କିନ୍ତୁ ତାଙ୍କ ପ୍ରତିମୂର୍ତ୍ତି ହିସାବରେ ଶ୍ରୀକୃଷ୍ଣ ସେଇଠି ସାମ୍ନାରେ ଆସି ସମସ୍ତ ଯୋଉ ବୃନ୍ଦାବନବାସୀ ତାଙ୍କୁ ଦର୍ଶନ ଦେଲେ। ଏବଂ ଦର୍ଶନ ଦେଲା ପରେ ସେ ସମସ୍ତଙ୍କୁ ମଧ୍ୟ ଏହା ସମ୍ବୋଧନ କଲେ ଯେ ସେ ହିଁ ଗୋବର୍ଦ୍ଧନ ପର୍ବତ ଅଟନ୍ତି। ସେ ଏହା ପ୍ରକାଶ କଲେ କି ଯେ ଗୋବର୍ଦ୍ଧନ ପର୍ବତ ଓ ସେ ଅଭିନ୍ନ ଅଟନ୍ତି। ତା ଅର୍ଥ କଣ, ସେ ହିଁ ଗିରି ଗୋବର୍ଦ୍ଧନ। ଗିରି ଗୋବର୍ଦ୍ଧନ କି ଶ୍ରୀକୃଷ୍ଣ କେବେ ବି ଅଭିନ୍ନ ନୁହନ୍ତି। ତେଣୁ ସର୍ବପ୍ରଥମେ ଆମେ ସେୟା ବି ଜାଣିବା ଉଚିତ ଯେ ଗିରି ଗୋବର୍ଦ୍ଧନ ହିଁ ସ୍ୱୟଂ ଶ୍ରୀକୃଷ୍ଣ ଏବଂ ତାଙ୍କୁ ମଧ୍ୟ ସେଇ ହିସାବରେ ଆମେ କରିବା ଉଚିତ। ତ
ତ ଏହାପରେ ସମସ୍ତେ କୃଷ୍ଣଙ୍କୁ ଭୋଗ ଅର୍ପଣ କଲେ, କୃଷ୍ଣ ସମସ୍ତଙ୍କୁ ଭୋଗ ଗ୍ରହଣ କଲେ ଏବଂ ଭୋଗ ଗ୍ରହଣ କରି କରି କୃଷ୍ଣ ସରି ଆମର ଗିରି ଗୋବର୍ଦ୍ଧନ ସବୁ ଗ୍ରହଣ କଲେ। ଗ୍ରହଣ କରିବା ପରେ କଣ ହେଲା, ଗ୍ରହଣ କରିବା ପରେ ଗିରି ଗୋବର୍ଦ୍ଧନ ବହୁତ ଖୁସି ହେଇଗଲେ, ଏତେ ଖୁସି ହେଇଗଲେ ଯେ କହୁଛନ୍ତି କ୍ଷୀରି କ୍ଷୀରି କିଏ ବନେଇଛନ୍ତି, ନାଇଁ ମାତାଜୀ ବନେଇଛନ୍ତି। ତ ମାତାଜୀଙ୍କୁ ପଚାରେ ତମ ଇଚ୍ଛା କଣ ଅଛି, ନା ମୋର ଏତେ ଦିନ ହେଲାଣି ମୋର ଘରେ ମୋର ଏପର୍ଯ୍ୟନ୍ତ ମାନେ ମୋର କିଛି ସନ୍ତାନ ଉତ୍ପତ୍ତି ହେଇନି, ତ ଗିରିବର୍ଦ୍ଧନ କଥା ଆସୁ। ତ ଏଇଭଳି ପୁଣି ଦୁନିଆ ତାଙ୍କର ଯେତିକି ଅଛନ୍ତି ସମସ୍ତଙ୍କ ପ୍ରୋବ୍ଲେମ ଥାଏ, ତ ସମସ୍ତେ ଏଇଭଳି କହିଛନ୍ତି ଏବଂ ଗିରିଗୋବର୍ଦ୍ଧନ ଏତେ କୃପାଳୁ ସେ ସବୁ କିଛି ସମସ୍ତ ମନବାଞ୍ଛା ପୂର୍ଣ୍ଣ କରନ୍ତି ଏବଂ ସେଠି ମଧ୍ୟ ସମସ୍ତ ମନବାଞ୍ଛା ପୂର୍ଣ୍ଣ କରିଛନ୍ତି। ତ ଏହିପରି ଭାବରେ ବୃନ୍ଦାବନ ଯିଏ ଅଧିବାସୀ ସମସ୍ତେ ଅଛନ୍ତି, ସମସ୍ତେ ହସ ଖୁସିରେ ତାପରେ କଣ କଲେ, ଗିରି ଗୋବର୍ଦ୍ଧନଙ୍କର ମାନେ ପରିକ୍ରମା ଆରମ୍ଭ କଲେ। ଯୋଉଟା ଆମର ଗିରି ଗୋବର୍ଦ୍ଧନ ଅଛନ୍ତି ତ ତାଙ୍କର ପରିକ୍ରମା ମଧ୍ୟ କରନ୍ତି ବୈଷ୍ଣବ ମାନେ, ବିଶିଷ୍ଟ ବୈଷ୍ଣବ ମାନେ। ତ ସମସ୍ତେ ଜାଣିବା ଉଚିତ ଯେ ଗଲେ ସମସ୍ତେ ପରିକ୍ରମା କରିବା, ପରିକ୍ରମା କରିବା ଦ୍ୱାରା ଆମ ମନ ଏଥିରେ ଥିବା ଯୋଉ କୃଷ୍ଣଙ୍କ ପ୍ରତି ଥିବା କିଛି ଇଚ୍ଛା ପାଇ ଆକାଂକ୍ଷା ପୂର୍ଣ୍ଣ ହୁଏ କହନ୍ତି। ତ ସେ କୃପା ତ ଆମେ ପାଇନୁ, ଚେଷ୍ଟା କରିବୁ ଆଗରୁ ବୈଷ୍ଣବ କୃପାରୁ ଆମେ ସେ ପାରିବା। ତ ହଁ, ତ ଏମିତି ହେଲା ପରେ ଶେଷରେ ଗିରିଗୋବର୍ଦ୍ଧନକୁ ପୂଜା ସରିଛି। ପୂଜା ସରିଲା ପରେ କଣ ହେଲା, ସମସ୍ତେ ଘରକୁ ଯାପନ କରିଛନ୍ତି ଏବଂ ଘରକୁ ଗଲା ପରେ ରାତି ହୋଇଯାଇଛି। ତ ଇନ୍ଦ୍ର କଣ ସେଇ ସମୟରେ କଣ ହେଲେ, ଆମର ଆକ୍ଚୁଆଲି ଏଇ ସବୁ ଜିନିଷ ଯେତିକି ସବୁ ହେଲା ଆକ୍ଚୁଆଲି ଇନ୍ଦ୍ର ଦେବଙ୍କୁ ସେ ସେମାନେ ଯଦି କୃଷ୍ଣ ଆସିନଥାନ୍ତେ କି ମାନେ ତାଙ୍କ ବୁଦ୍ଧି ଇଏ କରିନଥାନ୍ତେ କି ତାଙ୍କୁ ଜଣେଇ ବି ନଥାନ୍ତେ, ହୁଏତ ସେମାନେ ଇନ୍ଦ୍ରଙ୍କୁ ଇଏ କରିଥାନ୍ତେ। କିନ୍ତୁ ଯେହେତୁ ଦେବତା ମାନଙ୍କର ସେଭଳି କୌଣସି ବିଶେଷ ଅଧିକାର ନାହିଁ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ପରି ଯେ 56 ଭୋଗ ଖାଇବେ କି ମାନେ ସେଭଳି ଇଏ ହବ। ତ କିନ୍ତୁ ଯେହେତୁ ଇନ୍ଦ୍ର ଏଇଭଳି ନିଜର ଯୋଉ କହନ୍ତି ଶକ୍ତି ବଳରେ, କିମ୍ବା ହୁଏ ନା ବେଳେ ବେଳେ ଆମେ ମାନେ ଯେତେବେଳେ ଜଣେ ବ୍ୟକ୍ତି ବିଶେଷ ଗୋଟେ ବହୁତ ଧନଶାଳୀ ହେଇଯାଆନ୍ତି କିମ୍ବା ତାଙ୍କୁ ସେଭଳି ଶକ୍ତି ମିଳେ, ସେ ବହୁତ ଗର୍ଭଶାଳୀ ହେଇଯାଆନ୍ତି, ସେ ଭୁଲି ଯାଆନ୍ତି ଯେ ଆକ୍ଚୁଆଲି ଭଗବାନ ଆମର ମଧ୍ୟ କିଏ ବ୍ୟକ୍ତି ସେ ଅଛନ୍ତି, କି ନିଜର ଯୋଉ ସେ ଭାବନ୍ତି ନିଜର ଅଧିକାରଟା ଆକ୍ଚୁଆଲି କେତେ ଲିମିଟେସନ କେତେ, କିନ୍ତୁ ସେ ଭୁଲି ଯାଇଥିଲେ ଏବଂ ସେ ନିଜର ଯୋଉ ଗର୍ବ ମତରେ କଣ ହେଇଥିଲେ, ସେ ଜୁଡବୁଡ ହୋଇଯାଇଥିଲେ ଏବଂ ସେ ଅପେକ୍ଷା କରିଥିଲେ ଯେ ଆକ୍ଚୁଆଲି ଏଇ ଯୋଉ ଜିନିଷ ମତେ ଲାଗିବା କଥା। କିନ୍ତୁ ତାଙ୍କର ଯୋଉ ଅଛନ୍ତି ଅନୁଚର ମାନେ, ସେମାନେ ଦୂତାନେ ଆସି କହିଲେ ଯେ ଆକ୍ଚୁଆଲି ଏମିତି ଏମିତି ଜଣେ 5 ବର୍ଷର ବାଳକ ପିଲା ଅଛି ଏବଂ ସେ କଣ କରିଛନ୍ତି, ସେ ସବୁ ଭୋଗ ଇଏ ନେଇ ଗୋଟେ ପର୍ବତକୁ ନେଇକି ଦେଇଛନ୍ତି ଏବଂ ତାଙ୍କର ଯୋଉ ବୃନ୍ଦାବନ ଯେତିକି ଅଧିବାସୀ ସବୁ ଏଇଭଳି ମାନେ ଇଏ କରିଛନ୍ତି, ପିଲାଳିଆମି କରିଛନ୍ତି। ତ ତାଙ୍କ କଥା ନେଇ ସେ ବର୍ତ୍ତମାନ ଚାଲିଛନ୍ତି। ତ ଇନ୍ଦ୍ର ଏ କଥା ଶୁଣି ବହୁତ କ୍ରୋଧାନ୍ୱିତ ହେଇଗଲେ, କାରଣ ଯେତେବେଳେ ଗର୍ବ ଅହଙ୍କାରରେ ଜଣେ ଇଏ ହୁଏ ତ ସେ କଣ ହୁଏ, ଗର୍ବ ଅଧିକ ବଢିଯାଏ। ଏବଂ ଶ୍ରୀକୃଷ୍ଣ ହିଁ ମାନେ ଭଗବାନ କୃଷ୍ଣ ଏତେ କୃପାଳୁ ଯେ ଆକ୍ଚୁଆଲି ଭକ୍ତ ମାନଙ୍କ ଜୀବନରେ ମଧ୍ୟ ଏମିତି ବେଳେ ଆସେ ଯେ ହୁଏ, ବେଳେ କଣ ହୁଏ ମିଥ୍ୟା ଯୋଉ କୁହନ୍ତି ମିଥ୍ୟା ଗର୍ବ ଅହଙ୍କାର କି ଟିକେ ହେଇଯାଏ। କୃଷ୍ଣ ଏମିତି କିଛି ଲୀଳା କରନ୍ତି ଯେମିତି ଯାହା ଦ୍ୱାରା କଣ ହୁଏ, ତାଙ୍କର ଲୀଳା ଆଉ ଗର୍ବଟା ଭାଙ୍ଗିଯାଉ। ଭାଙ୍ଗିଗଲେ କଣ ହୁଏ, ମାନେ ଯେହେତୁ ଆମେ ଯୋଉ ମନରେ ଗର୍ବ ଈର୍ଷା ଅହଙ୍କାର ସବୁ ଆସିଯାଏ ଅଟୋମେଟିକାଲି, ତ ଆମେ କଣ ଆମେ କୃଷ୍ଣଙ୍କ ଭକ୍ତି ନିମନ୍ତେ ବି ତାଙ୍କ ଶରଣାର୍ଥକୁ ଯାଇପାରୁନା, ମାନେ ଗୋଟେ ଲିମିଟେସନ ମାନେ ରହିଯାଉ ସେ ଜାଗାରେ। କିନ୍ତୁ କୃଷ୍ଣ ଏତେ କୃପାଳୁ କିଛି ଏମିତି ଲୀଳା କରିକି ସେ ଗର୍ବକୁ ଭାଙ୍ଗିବେ ଏବଂ ଆମକୁ ତାଙ୍କ ଶରଣକୁ ନେବେ। ତ ଶ୍ରୀକୃଷ୍ଣଙ୍କ ଲକ୍ଷ୍ୟ ହିଁ ଏତିକି, ମାନେ ତାଙ୍କ ଭଳି କୃପାଳୁ ବା କିଏ ହବ। କିନ୍ତୁ ଜେନେରାଲି ଆମେ ଦେଖିଲେ ଆମେ ଭାବୁଛେ ନା ଆଙ୍କର ସାଙ୍ଗେ ଏମିତି ହେଇଗଲା, ଆକ୍ଚୁଆଲି ଏଇଟା ଏଥିପାଇଁ ହେଲା କାରଣ ସେମିତି ଲୀଳା କରିବା ଦ୍ୱାରା ହିଁ ଜଣେ ଭକ୍ତ ତାଙ୍କ ନିକଟକୁ ଆସିପାରିବ। ଆକ୍ଚୁଆଲି ଏଇଟା ଭଗବାନଙ୍କର ଅହେତୁକ କୃପା, ସେଟା ଆକ୍ଚୁଆଲି କାହା ପାଖରେ ନଥାଏ, ଯୋଉଟା କୃଷ୍ଣ ପ୍ରଦାନ କରନ୍ତି। ହଁ, ତ ତାପରେ କଣ ହେଲା, ଇନ୍ଦ୍ର କ୍ରୋଧ ହେଇଛି। ତ ଇନ୍ଦ୍ର ତାପରେ କହିଛନ୍ତି ଯେ ଠିକ ଅଛି, ମୁଁ ବୃନ୍ଦାବନ ଯେତିକି ସବୁ ଅଧିବାସୀ ଅଛନ୍ତି ସେ ମତେ ଭୋଗ ଅର୍ପଣ ନ କରି ଗୋଟେ 5 ବର୍ଷର ବାଳକ ତାକୁ ଅର୍ପଣ ତାଙ୍କ କଥାରେ ପଡି ଗିରି ଗୋବର୍ଦ୍ଧନ ଦେଇଛନ୍ତି, ତ ମୁଁ ଟୋଟାଲ ଯୋଉ ବୃନ୍ଦାବନ ଅଛି ମୁଁ ପ୍ରଳୟ କରିଦେବି। ତାପରେ ସେ କଣ କରିଛନ୍ତି, ସାମ୍ବର୍ତ୍ତକ ମେଘକୁ ଡକେଇଛନ୍ତି। ତ ସାମ୍ବର୍ତ୍ତକ ମେଘ କିଏ, ଯେ ସଂସାରରେ ଯେତେବେଳେ ପ୍ରଳୟ ହୁଏ ସାମ୍ବର୍ତ୍ତକ ମେଘ ସେତେବେଳେ କଣ କରନ୍ତି, ଏ ସଂସାରଟାକୁ ପୁରା ଧ୍ୱଂସ କରିବା ପାଇଁ ସେ ୟୁଜ ହୁଅନ୍ତି, ୟୁଜ ମାନେ ପୁରା ଡିଷ୍ଟ୍ରୟ କରିବା ପାଇଁ ୟୁଜ ହୁଅନ୍ତି। ତ ତାଙ୍କୁ ଡକା ହୋଇଛି। ଡକା ହେଲା ପରେ ସେମାନେ ଆସିଛନ୍ତି, ଆସିଲା ପରେ ତାଙ୍କ ସାଙ୍ଗେ କଥାବାର୍ତ୍ତା ହୋଇଛନ୍ତି ଏବଂ ତାଙ୍କୁ ଆଦେଶ ଦେଇଛନ୍ତି କଣ, ସେ ଯାଇ ଟୋଟାଲ ବୃନ୍ଦାବନକୁ ଜଳରେ ବୁଡେଇ ଦେବେ ଏବଂ ସମସ୍ତଙ୍କୁ ମାରିଦେବେ। ଏବଂ ଏହା କହିଲା ପରେ ସେମାନେ ତାଙ୍କ ଦୂତ ସହ ସେ ସାମ୍ବର୍ତ୍ତକ ମେଘ ଅଛନ୍ତି ସେ ପଳେଇ ଆସିଛନ୍ତି ଏବଂ ତାଙ୍କ ପଛେ ପଛେ ଇନ୍ଦ୍ରଦେବ ମଧ୍ୟ ଆସିବେ ବୋଲି ପ୍ରସ୍ତୁତ ହୋଇଛନ୍ତି। ତ ତାପର ସକାଳ ରାତାରାତି ପୁରା ସକାଳ ହୋଇଛି, ସକାଳ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଛି, ଚାରିଆଡେ ବଜ୍ରପାତ ଯେମିତି ଆପଣ ଜାଣିଥିବେ, ପୁରା ଯେତେବେଳେ ଭୀଷଣ ପୁରା ଗୋଟେ ହୁଏ ଝୋଳ ତୋଫାନ ହୁଏ ସେଇଭଳି। ତ ଏଟା ନର୍ମାଲ ନଥିଲା, କାରଣ ସାମ୍ବର୍ତ୍ତକ ମେଘ ଯିଏକି ଏତେ ଶକ୍ତିଶାଳୀ ଏତେ ପାୱାରଫୁଲ ସେ ଆସିଛନ୍ତି କରିବା ପାଇଁ, କିନ୍ତୁ ସେ ଭୁଲି ଯାଇଥିଲେ ଯେ ମାନେ ସେଟା ହଉଛି ଶ୍ରୀକୃଷ୍ଣଙ୍କର ମାନେ ଲୀଳାସ୍ଥଳୀ କିମ୍ବା ଶ୍ରୀକୃଷ୍ଣ ସେ ଜାଗାରେ ଅଛନ୍ତି। ତ ସେ ପଳେଇ ଆସିଛନ୍ତି ଏବଂ ତାଙ୍କ ପଛେ ପଛେ ଇନ୍ଦ୍ରଦେବ ପଳେଇ ଆସିଛନ୍ତି। ଠିକ ଅଛି।
तो यहाँ पर कौन है बहुत जोर वर्षा एत जोर वर्षा झड़ होती माने आ किसी देखा जाऊनी चारिआडे वृंदावन पूरा जलमग्न हो जाइए चारिआडे वज्रपात होଉଛି बहुत जोर वर्षा होଉଛି समस्ते वृंदावन अधिवासी शेष में दौड़ी दौड़ी आसछन का पाखु श्रीकृष्ण पाखु आसछन्ती श्रीकृष्ण पाखु दौड़ी दौड़ी आसछन्ती एवं देखंतु माने आमे जेतेबेले भी विपदरे पड़ू जहाँ पड़ू आमे शेष में एक्चुअली क्या कृष्ण चरण पाखु ही आसू तो ये समस्ते वृंदावन अधिवासी तांकु जनइले जे एक्चुअली आमे तो भाई भगवान हे परम कृष्ण कृष्ण आमे तो आपण कथारे ही गिरिवर्धन पूजा कलु देखो इंद्रंकर बर्तमान क्रोधाग्नि आम मैंने जर्जरित आम मनकर आउ आशा पात्र ना आम घर द्वारा सब बुड़ी गलानी आपण ही रक्षा करूँ आपण ही सब किसी करूँ तो श्रीकृष्ण ये जगह बर्तमान अलरेडी से जानी सारे जे इंद्रंकर गर्भ भांगार उचित समय बर्तमान आसी जाइए तो ये जगह भी तापर श्रीकृष्ण कौन कर वृंदावन अधिवासी को धरी गोवर्धन निकट को जीवाई प्रस्तुत होती ठीक अच्छे से गलापर गिरी गोवर्धन धारण करेंगे बर्तमान तो गिरी गोवर्धन को पूरा प्रथम जाई ये एमती आमर असुविधा होती धारण करने निमित्त आमको धारण करने करूँ आम आपणकर छत्र छाया तले आसवाई चाहूँ तो गिरी गोवर्धन ये कि स्वयं कृष्ण एवं आउ कौन ना गिरी गोवर्धन होउछन जने परम भक्त कृष्णकर से होउछन परम भक्त तो जेतेबेले जने भक्त थाए आ स्वयं श्री कृष्णकर सेवा करिया पे सुजोग मिले सेतेबेले तांका आनंद कहती आनंदर आउ किछि माने सीमा रहेनी तो गिरी गोवर्धन बहुत खुशी होइछन जे आज कृष्णकर सेवा करिया मिलियो मु तांको द्वारा स्पर्श हेबी माने निहांती गोटे भक्त पई याटू बड़ आउ सुजोग जो कहा जाय किछि नाही तो तापर श्रीकृष्ण धारण करिछन तो ए जगह शिल प्रभुपाद भी भागवतम रे गोटे जगह वर्णित होइछि जेमति कि सेटा से अध्याय 10 श्लोक 19 तो से जगह कौन लिखाई इतु केते केन हस्तेने कुर्ता गोवर्धनचलम दधार लीलाय विष्णु शताक्रमिक बालक श्रीकृष्ण ये कि स्वयं विष्णु परम पुरुष भगवान गोटे हाथी रे गोवर्धन पर्वत को उत्तोलन करी जेपरी गोटे बालक छतु को धरे सेहीपरि बाम काणीर आंगुठी गिरी गोवर्धन को धारण कले तो श्रीकृष्ण कौन कले गिरी गोवर्धन उठेले एवं निजर बाम काणी अंगुठी गिरी गोवर्धन को धारण कले जमती कि गोटे छोट शिशु कौन करे जमी गोटे छतु को उठे दिए से भली उठे देले तो श्रीकृष्ण का स्पर्श मात्रे गिरी गोवर्धन जो कहती माने कृष्ण सेवा तो सी बहुत उत्फुल्लित हो जाते एत मात्रा खुशी होते चारिपटे जो थाए पुष्प थाए से पुष्प मान बढ़िया लगे सी एत तो बढ़िया गला इंद्रंकर जो आवाज अच्छी से पलैला कहती शुणी लेक्चर रे तो से समय इंद्रदेव तापर आसी से आरंभ कर वज्रपात कर आरंभ कर बहुत जोर जोर वज्रपात कर आरंभ कर से वज्रपात गुड़ा गिरी गोवर्धन केमती लगुच सत्य जमती माने जन को आम ये करवा तो बहुत माने हस लगुच तो सी माने भक्ति एत मात्रा निमग्न हो जाती ओके तो यहीपरी भाव में कौन हो श्रीकृष्ण से धारण कर गिरी गोवर्धन को एवं गिरी गोवर्धन धारण कर सारापर समस्ते जी अधिवासी समस्त को भितर डाकी समस्ते कौन होती समस्ते छत्र छाया तले आसी जाइए से जगह कौन होता श्रीकृष्ण गिरी गोवर्धन केते दिन धरते आम 7 दिन से जगह धरिकी गिरी गोवर्धन को रही थे ठीक अच्छे तो ये जगह लर्निंग पॉइंट आगू अच्छी सेहीपरि श्रीकृष्ण कौन है सीपे धरले दुनिया जो वर्षा झड़ बात्या करागला ता परिवर्तन 7 दिन 7 गला राति से श्रीकृष्ण से ठिया परिशेष कौन है इंद्रंकर गर्भभंग होती इंद्र सब बंद कर देइछन्ती समस्ते कौन है से आपणकर जो गोवर्धन पर्वत अच्छी भर बाहरी आसिले गोवर्धन पर्वत पुणी रखागला ठीक अच्छे तो यहाँ पर कौन है इंद्रदेव पुणी क्षमा मागिया जाइछन्ती श्रीकृष्ण को बहुत माने लज्जित अच्छा से किसी माने घटना घटिले जहाद्वारा कि समस्त ब्रजवासी कष्ट है एवं से सुरभि गाभी सहित जाइछन्ती सुरभि गाभी जी गोलकधाम आसते सी भी स्वयं गोमाता तो देखो सी भी क्षमा मागिले सुरभि गाभी द्वारा माने भक्त भी जन मैंने आम क्षमा मागे आम कैपेबल नुह आम जन शुद्ध भक्त मध्यम कृष्ण उचित तो जगह लर्निंग पॉइंट यह अच्छी जे बेले व्यक्ति धन द्वारा शक्तिशाली हुई क्या सब भूली जाती से कृष्ण से जिन हरण करनी फल से व्यक्ति श्रीकृष्ण पादपद्म ठारे आत्मसमर्पण कर किसी सुजोग पाए प्रकृत उद्देश्य है जड़े शुद्ध भक्त जो भूत प्रकृतिर अधीन आसे और प्रकृति को उपभोग करने इच्छा करे से श्रीकृष्ण भक्तों प्रति अनुकंपा करी तार समस्त भौतिक ऐश्वर्य को छड़ाई नियंती जमीक इंद्रदेव छड़ाई नहीं शेष श्रीकृष्ण शरणापन्न हुए तो यहीपरि भाव में इंद्रदेव कौन कले क्षमा प्रार्थना कले श्रीकृष्ण से जगह बहुत सारा ग्लोरीफिकेशन अच्छी जोड़ा भागवत में वर्णित अच्छी जैसे कि श्रीकृष्ण पहुंचले क्षमा बहुत सारा कृष्णकर
ବହୁତ ଗାନ କରିଛନ୍ତି ଯେ ଭଗବାନ କେମିତି ଆପଣ କୃପାଳୁ, ସେଟା କହିଲେ ବହୁତ ସମୟ ହେଇଯିବ, ମତେ ସମୟ ପାଇଁ ବି ଆସିଗଲାଣି, ଇଏ କ୍ଷମା କରିବେ ମୁଁ କହିପାରୁନି। ଏବଂ ପରିଶେଷରେ ଏହିପରି ଶ୍ରୀକୃଷ୍ଣ ତାଙ୍କୁ କ୍ଷମା ମଧ୍ୟ କରିଛନ୍ତି ଏବଂ ଜଣେ ରାଜା ବା ରାଜାର କଣ କାର୍ଯ୍ୟ ତାଙ୍କୁ ବୁଝେଇଛନ୍ତି ଏବଂ ବୁଝିଲା ପରେ ଏଇଭଳି ତାଙ୍କର ଗୋବର୍ଦ୍ଧନ ଲୀଳାକୁ ସେ ଶେଷ କରିଛନ୍ତି। ଏତିକି କହି ମୋର ଇଏ କରୁଛି, ପ୍ରଭୁ କିଛି କହିବେ। हरे कृष्ण। संजय प्रभु विशेष धन्यवाद। तो समय ହେଇଗଲାଣି, ପ୍ରାୟ 1.5 ଘଣ୍ଟା ହେଲାଣି ଆମେ ଭଗବାନଙ୍କର ଲୀଳା ଶ୍ରବଣ କରୁଛେ ଭିନ୍ନ ଭିନ୍ନ ଭକ୍ତ ମାନଙ୍କ ଠାରୁ। ତ 2-3 ମିନିଟରେ ଆମେ ରାପ ଅପ୍ କରିବା କମ୍ପ୍ଲିଟଲି। ତ ତା ପୂର୍ବରୁ ମୁଁ ଚାହୁଁଛି ଗୋଟେ ସୁନ୍ଦର ଶ୍ଲୋକ ଅଛି ଗୋବର୍ଦ୍ଧନ ଙ୍କର ଗୁଣ କୀର୍ତ୍ତନରେ। ତ ସମସ୍ତେ ଖାଲି ଥରେ ଅନମ୍ୟୁଟ କରନ୍ତୁ ତାକି ଆମେ ଏ ଶ୍ଲୋକ ଉଚ୍ଚାରଣ କରିବା, ତାପରେ ଗୋଟେ ଗୋଟେ ପଏଣ୍ଟ ସେୟାର କରିପାରିବା। ମୋ ପଛେ ପଛେ ସମସ୍ତେ ଉଚ୍ଚାରଣ କରନ୍ତୁ, ଅନମ୍ୟୁଟ କରି କରିବେ। ଏ ଲିପ୍ ନ ମାରିଲେ ବହୁତ ସୁନ୍ଦର, କାହିଁକି ନା ଭାବନ୍ତି ହଁ କ୍ଲାସ ସରିଗଲା ଆଉ ଲିପ୍ ମାରିଦେବାର ଅଛି। 1-2 ମିନିଟରେ ଆମେ କମ୍ପ୍ଲିଟ କରିବା, ଠିକ ଅଛି? ତ ସମସ୍ତେ ମୋ ପଛେ ପଛେ ଉଚ୍ଚାରଣ କରନ୍ତୁ। ଗୋବର୍ଦ୍ଧନ ଧରମ୍ ବନ୍ଦେ ଗୋବର୍ଦ୍ଧନଧରଂ ବନ୍ଦେ गोपालं गोपरूपिणम् गोपालं गोपरूपिणम् गोकुलोत्सवम् ईशानम् गोकुलं गोकुलस्थवं कीर्तनं गोविन्दं गोपिकाप्रियम्। गोविन्दं गोविन्दं गोपिकाप्रियं। गोपिकाप्रियम्। ତ ଏଠି ପ୍ରଭୁ ସୁନ୍ଦର ଭାବରେ ବ୍ୟାଖ୍ୟା କଲେ ଏ କର୍ମ ମୀମାଂସା ବିଷୟରେ ଭଗବାନ ତାଙ୍କୁ ଗୋପ ବୃନ୍ଦାବନ ଅଧିବାସୀ ମାନଙ୍କୁ ବୁଝଉଥିଲେ ଯୋଉ କର୍ମ ମୀମାଂସା ଅଛି, ଏଇ ସବୁ ଜିନିଷ କଣ ସବ ରିଲିଜିୟସ ପ୍ରିନ୍ସିପଲ। ଭଗବାନ ଭଗବତ ଗୀତା କହିବା ପୂର୍ବରୁ ପ୍ରାୟ 100 ବର୍ଷ ପୂର୍ବରୁ ଭଗବାନ ଏ କର୍ମ ମୀମାଂସା ବିଷୟରେ କହୁଛନ୍ତି। ତ ଏସବୁ ଜିନିଷ ସବ ରିଲିଜିୟସ ପ୍ରିନ୍ସିପଲ। ରିଲିଜିୟସ ପ୍ରିନ୍ସିପଲ ଇଜ ଲଭ ଅଫ ଗଡହେଡ। ତ ବୃନ୍ଦାବନ या ପରେ ସାରା ସଂସାରରେ, ସାରା ସଂସାର କହିବାନି, ସାରା ସୃଷ୍ଟିରେ ଗୋଟେ ପ୍ରଜାତି ଅଛି ଯାହାକୁ ଗୋପ ବୋଲି କୁହାଯାଏ। ତ ଗୋପଙ୍କର କଣ କାମ? ସେ ଗୋଟେ କମ୍ୟୁନିଟି। ସେ କଣ କରନ୍ତି? who keep Krishna secret। ସେମାନେ କୃଷ୍ଣଙ୍କୁ ରିଜର୍ଭ କରି ରଖନ୍ତି so that they can love Krishna and they can present Krishna in their heart very rightly। ତ କୃଷ୍ଣ ଯାହା ଚାହୁଁଛନ୍ତି ତ ବୃନ୍ଦାବନ ଅଧିବାସୀ ମାନେ ଜାଣନ୍ତି, ଆଉ ବୃନ୍ଦାବନ ଅଧିବାସୀ ମାନେ ଯୋଉ ଜିନିଷଟା ଜାଣନ୍ତି ତାକୁ କୃଷ୍ଣ ହିଁ ଫାସିଲିଟେଟ କରନ୍ତି। ତେଣୁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର କି ବୃନ୍ଦାବନ ଅଧିବାସୀ ମାନଙ୍କ ଭଳିଆ ଆମେ ଭଗବାନଙ୍କର ସେତିକି ସେବା ପାଇଁ ନିଜକୁ ଯୋଗ୍ୟ କରିବା ପାଇଁ ଏଇ ମନୁଷ୍ୟ ଜନ୍ମରେ ତପସ୍ୟା କରିବାର ଅଛି। ତ ଆମେ ସମସ୍ତଙ୍କଠୁ ଆଟଲିଷ୍ଟ ଗୋଟିଏ ଗୋଟିଏ ଲାଇନ କମ୍ପ୍ଲିଟ କରିବା ଶୁଣିବା ପାଇଁ। ସମସ୍ତେ ମୋ ପାଖରେ ସ୍କ୍ରିନରେ ଯୋଉମାନେ ଅଛନ୍ତି ଏ ଲିପ୍ ମାରିବନି, ଏଇଟା ମୋର ହମ୍ବଲ ରିକ୍ୱେଷ୍ଟ। ତ ସମସ୍ତେ ଗୋଟିଏ ଗୋଟିଏ ପଏଣ୍ଟ ସେୟାର କରିବ। ଆୟୁଷୀ ମାତାଜୀ ବେଶୀ କହିବାର ନାହିଁ, ଗୋଟିଏ ଗୋଟେ ଲାଇନ ଯୋଉଟା ଆଇଦର ତୁମକୁ ଭଲ ଲାଗୁଛି या फिर କିଛି କମେଣ୍ଟସ ରିମାର୍କସ ଦେଇପାରିବ। ସମସ୍ତେ ଜଲ୍ଦି ଜଲ୍ଦି କରନ୍ତୁ ତାକି କମ୍ପ୍ଲିଟ କରିବା। ଆୟୁଷୀ ମାତାଜୀ ଫାଷ୍ଟ। हरे कृष्ण प्रभु जी। प्रभु जी, मुझे जो कहले कि भगवान श्री कृष्ण इंद्रदेव को गर्भ जो भांगिले सेतेबेले से उभय भगवान तांकर भक्त मानकर उपकार भी कले, तांको सुरक्षा देकी एवं इंद्रंकर गर्भ को भांगिले। तो ये जो दीटा काम कले तांकर दीटा गुणी शिकार हेता। ये जो भगवान कर ये स्पेशल काम आउ का पाखरे न थाए। ये कथाटा भल लागिला। जय प्रकाश प्रभु। कृष्ण प्रभु धन्यवाद। मुझे तो शेयर केला वैसे जे हमें केवल भगवान पूजा करिया करता कि पूजा करता अन्य देवता माने होचंदी माने मैं सब केवल ने आध्यात्मिक जगत से परम ଆମେ ଯଦି ବି ୟାଙ୍କୁ ମାନେ ଦେବତା ମାନଙ୍କୁ ଦେବତା ମାନଙ୍କୁ ମାନେ ତାଙ୍କର ଯୋଉ ଫଳଟା ମିଳିବ ସେଟା ଅସ୍ଥାୟୀ।
ଆଉ ତାପରେ ଏଇଟା ଫଳଟା ଅସ୍ଥାୟୀ ହବ। ତାପରେ ଆମର ଆଚାର୍ଯ୍ୟ ମାନେ ଜଣେ ମହାନ ବୈଷ୍ଣବ ଯେ ଦେଇଥିଲେ ଭଲସେ କିଏ ମନେ ତ କି ଆମେ ଏ ଯୋଉ ଆମର ଗଛର ମୂଳରେ ପାଣି ନ ଢାଳିକି ଯଦି ତାର ଅନ୍ୟ ଅଙ୍ଗରେ ପାଣି ଢାଳି ତ ସେଇଟା କେମିତି ଆଉ ଗଛଟା ତ ହେଇପାରିବ ନା। ତ ଆମକୁ ଗଛର ମୂଳରେ ହିଁ ପାଣି ଢାଳିବାର ଅଛି। ତ ସେଥିପାଇଁ ଆମକୁ କେବଳ ଭଗବାନ କରିବାର ଅଛି, ତାଙ୍କୁ କିଛି ସବୁ ଦେବାଦେବୀ ମାନେ ଭଗବାନଙ୍କର ସୁନ୍ଦର ସେମାନେ ଭକ୍ତି କରନ୍ତି। ତ ଆମେ କାହାକୁ ଅସମ୍ମାନ କରିବାନି, ସମସ୍ତଙ୍କୁ ସମାନ ଦୃଷ୍ଟି ପ୍ରଦାନ କରିବା। କିନ୍ତୁ ଭଗବାନଙ୍କର ସ୍ଥାନ ପରମ ପୁରୁଷ ଭଗବାନ ହେତୁ ନା ମୁଁ ତାଙ୍କୁ ହିଁ ସେବା ପୂଜା ଆରାଧନା ବିଶେଷ କରିବାର ଅଛି। ନେକ୍ସଟ ସ୍ମୃତି ରେଖା ମାତାଜୀ। ଗୋଟେ ଗୋଟେ ଲାଇନ କହିବାର ଅଛି। ଜଲ୍ଦି। ओके कनेक्ट माताजी रेडी होचंत तो उमेश प्रभु नेक्स्ट। हरे कृष्ण। हरे कृष्ण। मते बहुत सारा पॉइंट भल लागला प्रभु जी कहले रे से पॉइंट शेयर करी केमती गोटे डिवोटी रो केमती थाए से रिएक्शन केमती थाए जब से सुनिया पाए ताकू सर्व करे रहती कृष्ण केमती गोवर्धन सुनिया को पाइले कि मतलब कृष्ण को सेवा करे रहती तो से पूरा खुशी है कि से माने मो दृष्टिकोण मु जदि कहबी से कृष्ण ताऊ काणी आंगुठी उठेइथिले किंतु से एते खुश हो जाइथिबे कि से कृष्ण को आंगुठी ऊपर पूरा माने फ्लोट करथिबे जेमती पूरा खुशी रे कि तांगु जेहेतु सुजोग मिलछि कृष्ण को सेवा करिया से सुंदर भाବରେ प्रभु कहले सेटा ଭଲ ଲାଗେ। तो सेवा करिवार वास्तव आनंद अछि। धन्यवाद वर्षा माताजी। तापरे स्वागत है माताजी। हरे कृष्ण प्रभु जी। हरे कृष्ण। प्रभु जी ଯେତେବେଳେ ପ୍ରଭୁ କହିଲେ କି ଆଉ ଭକ୍ତ ହିଁ ଭଗବାନଙ୍କର ଯେତେବେଳେ ଗୋବର୍ଦ୍ଧନ ଯେତେବେଳେ ଭକ୍ତ ଥିଲେ ଗୋବର୍ଦ୍ଧନ ପ୍ରଭୁ ସେତେବେଳେ ସେ କେମିତି ଭଗବାନଙ୍କୁ ଧାରଣ କଲେ ସେଇଟା ମତେ ବହୁତ ଭଲ ଲାଗିଲା। ओके वृंदावन में देखियो समस्त घर आगे गोबर रख देती तो गोबर ही गोवर्धन तेणु गोवर्धन साक्षात भगवान विष्णु तेणु तांकर कौन सी प्रतिष्ठा वगैरह दरकार पड़े। ठीक अच्छे स्वागत है माता जी। तापरे मामुनी माता जी। हरे कृष्ण प्रभु जी गोटे क्वेश्चन थिला कि कुहाଯାଏ कि भगवान ही सब किछि समस्ते कुहाଯାଏ कि भगवान कर अनेक अवतार अछि तो गोवर्धन गोटे पर्वत थाए माने जने पर्वतर तो जीवन न थाए किंतु तांको केमिति आमे जानले कि से पूजा करू माने सी ही भगवान का अवतार केमिति जानले सेटा ही क्वेश्चन अछि। उमेश प्रभु आज तुम्हें यार आंसर देथिलो रिपीट करो। हरे हरे कृष्ण। कहଥିଲି कि स्पिरिचुअल वर्ल्ड रे सेमती किसी वस्तु बोली किसी न थाए किंतु समस्तଙ୍କ ଭିତରେ କିଛି ନା କିଛି ଏକ୍ସପ୍ରେସନ ଆମେ ସମସ୍ତେ ଏକ୍ସପ୍ରେସ କରିପାରନ୍ତି ସମସ୍ତଙ୍କ ଭିତରେ ଫିଲିଂସ୍ ଆସେ ଯେମିତି ଷ୍ଟୋରିଟା କହିଥିଲି ତା ଦେହରେ ଯେମିତି ମିଲ୍କ ର ଗୋଟେ ଏକ୍ସପ୍ରେସନ ଆସୁଥିଲା କି ମୁଁ କୃଷ୍ଣଙ୍କ ପାର୍ଟିକୁ ଯାଇପାରିଲିନି କୃଷ୍ଣଙ୍କୁ ସର୍ଭ କରିପାରିଲିନି ଦେନ୍ ମାଇ ଏକ୍ଜିଷ୍ଟେନ୍ସ ଇଜ ୱର୍ଥ କିଛି ମୂଲ୍ୟ ନାହିଁ ତ ସେ ଫୁଲ କେମିତି ଯେମିତି ଖସି ପଡୁଛି ସେ ତାର ଯୋଉ ମନୋଭାବ ଅଛି ସେମିତି ବୃନ୍ଦାବନ ପର୍ବତର ବି ମନୋଭାବ ଅଛି ଏବଂ ସେଥିପାଇଁ ଆମେ ତାଙ୍କୁ ଭଗବାନ ଭାବିକି ପୂଜା କରୁ। अरे परफेक्ट आंसर बहुत सुंदर भाव कहले कि वृंदावन धाम रे समस्ते सचेत एक समस्ते चेतन वस्तु था तेणु पर्वत हो कि धूलिकणा हो समस्ते जीवंत कई निर्जीव न था जीवंत जेहेतु समस्ते भगवान सहित आदान प्रदान कर। ठीक अच्छे स्वागत है माता जी बुझीला। हाँ आपन को पॉइंट भल लगे गोटे पॉइंट शेयर करंतु। प्रभु जी मते एक्चुअली जोड़ा उमेश प्रभु जी कहते से पॉइंट ही मते भल लगितला कि जेमिति गोवर्धन तांको स्पर्श मात्र रे से एते प्रफुल्लित ହେଇଯାଇଥିଲେ कि तांको पुष्प जाके माने इंद्र को घर को पहुंचैतला जो तांको राजभवन को तो सेटा ही मते बहुत भल लगी सेटा ही शेयर करता। ओके उत्तम प्रभु। हरे कृष्ण प्रभु हरे कृष्ण। କୌଣସି ଜୀବ ମାନଙ୍କ ମଧ୍ୟରେ ଯଦି ଗର୍ବ ଆସିଛି ତାକୁ ଯଦି ଖଣ୍ଡନ କରିବା ପ୍ରଭୁ ନିଜେ ଲୀଳା ବିଭିନ୍ନ ପ୍ରକାର ଲୀଳା କରନ୍ତି
ଆଉ ସେ ନିଜ ଆଡକୁ ଆଟ୍ରାକ୍ଟ କରିବା ପାଇଁ ବି ଆମକୁ ଉପହାର କରିବ, ସେଇଟା ମତେ ଭଲ ଗୌରବଞ୍ଜନ ନରହରି। हाँ, भगवान आज भी व्यक्तिगत जीवन रे आमे भी कौनसी भौतिकता प्रभाव रे गर्व आम हृदय रे आसे तो भगवान निश्चय तार समन करंगे। नीतीश प्रभु। हरे कृष्ण प्रभु, दंडवत प्रणाम। हाँ, धन्यवाद प्रभु संजय प्रभु जी को, आपन बहुत सुंदर भाव एक्सप्लेन कले। मते प्रभु जी दुईटा पॉइंट बहुत भल लगिला। गोटाए से कहले जे वृंदावन वासींकर भाव से कृष्ण तांका आगे मीमांसा दर्शन कथा कहले, किंतु से ताको कहलेनी। से कहले जे तते जति पसंद गोवर्धन कर पूजा करिवार अछि तो पसंद लागे मैं पूजा करिवे। तो आमर भी मूड एटा रहबा दरकार, हम जहाँ भी कर्म करिवा हमर समस्त कर्मर उद्देश्य भगवान कृष्णଙ୍କର प्रसन्नता हेबा दरकार। ଆଉ ଆମର ଯାହା ବି କର୍ମ ଯାହା ବି ବିଚାର ଅଛି ସବୁ ଯେମିତି କୃଷ୍ଣ ପ୍ରୀତିବର୍ଦ୍ଧକ ହଉଥିବା ଦରକାର, ଏଇଟା ଆମର ପ୍ରୟାସ ରହିବା ଦରକାର। ଦ୍ୱିତୀୟ ପ୍ରଭୁ ଯୋଉଟା କହିଲେ ଯେ ଭଗବାନ ଆମର ଗର୍ବକୁ ଆମର ଅହଙ୍କାରକୁ ମଧ୍ୟ ଖଣ୍ଡନ କରନ୍ତି, ଯୋଉଟା କି ଅଛି ଗର୍ବ ଗଞ୍ଜନ ହରେ ଗର୍ବ ନ ସହନ୍ତି କାହାରି। ତ ଆମେ ସମସ୍ତେ ଆମ ଦୈନନ୍ଦିନ ଜୀବନରେ ବି ଦେଖିପାରୁଥିବା ଯେ ଯଦି ବି ଆମ ଭିତରେ କୌଣସି ସ୍ଥାନରେ ଅହଙ୍କାରର ପ୍ରାଦୁର୍ଭାବ ହୁଏ ତ ଭଗବାନ ତାକୁ କୌଣସି ନା କୌଣସି ପ୍ରକାରରେ ତାର ଖଣ୍ଡନ କରିଦିଅନ୍ତି। ତ ଭଗବାନ କେବେ ତାଙ୍କ ଭକ୍ତଙ୍କ ମଧ୍ୟରେ କୌଣସି ପ୍ରକାର ବିକାର ଆସିବାକୁ ଦିଅନ୍ତି ନାହିଁ। ଯଦି ବି ଆସେ ତାକୁ ସେ ସ୍ୱୟଂ ହରଣ କରିନିଅନ୍ତି, କାହିଁକି ନା ସେ ପରମ ପାବନ ପୁରୁଷୋତ୍ତମ ଯେହେତୁ, ତେଣୁ ସେ ସମସ୍ତଙ୍କୁ ପାବନ କରିବା ହିଁ ଜାଣନ୍ତି, କାହାକୁ ବିକୃତ ବିକାରରେ ଗ୍ରସ୍ତ ସେ କରିବାକୁ ଚାହାନ୍ତିନି। हरे कृष्ण प्रभु, मैं सही पॉइंट। भगवान चाहते हमें क्लीन अप ହେଇକି भगवत धाम ଯିବା ପାଇଁ। ପ୍ରଭୁପାଦ ଆମକୁ ବହୁତ କୃପା କରନ୍ତି। ଆଉ କେବେ ସ୍ମୃତିରେଖା ମାତାଜୀ ଅଛନ୍ତି? हरे कृष्ण प्रभु जी, ଯେତେବେଳେ ଭଗବାନ କୁହନ୍ତୁ। ଯେତେବେଳେ ଭଗବାନ 7 ଦିନ ଯୋଉ ଗୋବର୍ଦ୍ଧନ ପର୍ବତ ଉଠେଇଥିଲେ ଭକ୍ତ ମାନଙ୍କ ପାଇଁ, ମତେ ସେଇଟା ବହୁତ ଭଲ ଲାଗିଲା। ତମକୁ କଣ ଭଲ ଲାଗିଲା? ସେ କାହିଁ ଉଠେଇଲେ ତମକୁ କଣ ପାଇଁ ଭଲ ଲାଗିଲା? କଷ୍ଟ ତ ତାଙ୍କୁ ହଉଥିବ ନା। ଭଗବାନ କିଛି କରିପାରନ୍ତି ଭକ୍ତ ମାନଙ୍କ ପାଇଁ, ମାନେ ଆଉ ଏତେ ବଡ ସଲ୍ୟୁସନ, ମାନେ ସେତେବେଳେ ଯୋଉ ସିଚୁଏସନ ମାନେ ଥିଲା ମାନେ ବ୍ରଜବାସୀଙ୍କର, ତ ତା ସଲ୍ୟୁସନ ଟା ବାହାର କରିବା ସାଙ୍ଗେ ସାଙ୍ଗେ ସେଇଟା ମତେ ବହୁତ ଭଲ ଲାଗିଲା। ହରି ବୋଲ ହରି ବୋଲ। ବହୁତ ସୁନ୍ଦର ଭାବରେ ଗୋଟେ ପଏଣ୍ଟ କହିଥିଲେ। ଏ ସମସ୍ୟା ଯେତେ ବିଶାଳ ହଉ ତ ଭଗବାନଙ୍କ ପାଖରେ ସଲ୍ୟୁସନ ବି କୋଉ ଉପାୟରେ ବି ଆସିପାରିବ। ବିଶାଳ ଗୋବର୍ଦ୍ଧନକୁ ଧାରଣ କରିକି ବି ହଉ। हरि बोल, धन्यवाद। ओप्पो A16 लास्ट। ओके कनेक्ट है पाना। ठीक अच्छे समस्त विशेष धन्यवाद। संजय प्रभु, उमेश प्रभु, नीतीश प्रभु जो मैंने भी रहिले समस्त धन्यवाद। आशा कर समस्ते कृष्ण लीला आम जो कथा होचे ताको समस्त रिलीज करछंती, अध्ययन करछंती, श्रवण करछंती। ସେଇଟା ହିଁ ବାସ୍ତବରେ ପ୍ରଭୁପାଦ ଗୋଟେ ଛୋଟ ଜିନିଷ କହନ୍ତି କି ଆମକୁ ଏଇ ଭୌତିକ ଜଗତରେ ଆମେ ଯାହା କରୁଛେ ଏକ୍ଜାକ୍ଟଲି ସ୍ପିରିଚୁଆଲ ୱାର୍ଲଡରେ ସେଇଆ କରିବା। ତେଣୁ ରାସ୍ତାଟା ବହୁତ ସୁଗମ, କିନ୍ତୁ ଯାହା ଆମର ଲକ୍ଷ୍ୟ ଅଛି ସେ ରାସ୍ତାରେ ଆମେ ସେଇ ଜିନିଷ କରୁଛେ। ଭଗବତ ଧାମ ଯାଇକି ଆମେ ଭଗବାନଙ୍କ ଲୀଳା ଶ୍ରବଣ କରିବା, ଆଉ ଏଠି ବି ଆମେ ଲୀଳା ଶ୍ରବଣ କରୁଛେ। ତେଣୁ ଭକ୍ତମାନଙ୍କ ପାଇଁ ଭଗବତ ଧାମ ଆଉ ଭୌତିକ ଧାମରେ ବେଶୀ ଅନ୍ତର ନାହିଁ, ଯେ ପର୍ଯ୍ୟନ୍ତ ସେମାନେ ନିଷ୍ଠାପର ଭାବରେ ଗୁରୁଦେବଙ୍କ ଆନୁଗତ୍ୟରେ ସେବା କରନ୍ତି। ଠିକ ଅଛି, ସମସ୍ତଙ୍କୁ ବିଶେଷ ଧନ୍ୟବାଦ। ଟିକେ ସମୟ ବି ବଢି ଯାଇଛି, ଆମକୁ ଏଠି ରହିବା, ପୁଣି କାଲି ଅନ୍ୟ ସେସନ ରହିବ। हरे कृष्ण। ग्रंथराज श्रीमद् भागवतम की जय, श्री गोवर्धन महाराज की जय, श्रील प्रभुपाद की जय, अनंत कोटि वैष्णव भक्त वृंद की जय, उपस्थित समस्त गौर भक्त वृंद की जय। गौर ब्रह्मानंदे। हरि हरि बोल। हरे कृष्ण।